जय जगन्नाथ पिलाମାନେ ସମସ୍ତଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଗୋଟେ ବହୁତ ହି ଇମ୍ପୋର୍ଟାଣ୍ଟ ଭିଡ଼ିଓକୁ। ଆଜି ଭିଡ଼ିଓରେ ପିଲାମାନେ ଆମେ ଡିସ୍କସନ୍ କରିବା ତୁମର ଓଏଷ୍ଟେଟ୍ 2021ରେ ଯେଉଁ ପେଡାଗୋଜି କୋଶ୍ଚିନ୍ ଦିଗ ପଡ଼ିଯାଏ, ପେଡାଗୋଜିର ଯାହା ବି ସବୁ କୋଶ୍ଚିନ୍ ଗୁଡ଼ା ଆସିଥିଲା ତାକୁ ଆମେ ଏଇ ଭିଡ଼ିଓରେ ପିଲାମାନେ ସବୁତିକ ଡିସ୍କସନ୍ କରିବା। ଭିଡ଼ିଓକୁ ତୁମମାନେ ଶେଷ ଯାଏଁ ଦେଖ, ଆଉ ତୁମର ଯଦି କିଛି ବି ଡାଉଟ୍ ଥାଏ ତାକୁ କମେଣ୍ଟରେ ପିଲାମାନେ କହିବ, ଠିକ୍ ଅଛି। ତ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର କ୍ଲାସ୍। ତା ପୂର୍ବରୁ ଗୋଟେ ମିନିଟ୍, ତ ଚାଲନ୍ତୁ ଷ୍ଟାର୍ଟ କରିବା। ଦେଖ, ପ୍ରଥମ କୋଶ୍ଚିନ୍ ଦେଇଛି, Which of the following is not a guiding principle of NCF 2005? NCF 2005 ର କୋଉଟା ଗୋଟେ ଗାଇଡିଂ ପ୍ରିନ୍ସିପଲ କୋଉଟା ନୁହଁ ପଚାରିଛି, ଠିକ୍ ଅଛି। କନେକ୍ଟିଂ ନଲେଜ ଟୁ ଲାଇଫ୍ ଆଉଟସାଇଡ୍ ଦ ୱାର୍ଲଡ, ଏଇଟା ତ ହେଇପାରିବ କାରଣ ଏଇଟା ଗୋଟେ ପଜିଟିଭ ଷ୍ଟେଟମେଣ୍ଟ। ମନେ ରଖ ପିଲାମାନେ, ଯଦି ତୁମମାନେ ଏନସିଏଫ୍ ବିଷୟରେ ହଉ କି ଏମିତି ବି କିଛି ଜିନିଷ ବିଷୟରେ ଯଦି ନ ଜାଣିପାରୁଛ ବା କୋଶ୍ଚିନ୍ କଲାବେଳେ ଯଦି କିଛି ବି ନ ଜାଣିପାରୁଛ, ଯଦି ତୁମେ ପେଡାଗୋଜି କରୁଛ ନା, ତ ଆଇଦର ସବୁବେଳେ ନେଗେଟିଭ୍ ଆନ୍ସରଟାକୁ ଖୋଜିବ। ଆଇଦର ଯଦି ତିନିଟାକ ପଜିଟିଭ୍ ତିନିଟାକ ଯଦି ପଜିଟିଭ୍ ଥିବ ତ ଗୋଟେ ନେଗେଟିଭ୍ ଥିବ, ଆଉ ଯଦି ତିନିଟାକ ନେଗେଟିଭ୍ ଥିବ ତାହେଲେ ଗୋଟେ ପଜିଟିଭ୍ ଥିବ। ତ ଯୋଉଟା ଅଲଗା ଥିବ ତମେ ସେଇଟାକୁ ଡିସାଇଡ୍ କରିଦେଲେ ତମେ ଆନ୍ସର ପାଇଯିବ, ଠିକ୍ ଅଛି। ତ ଆମେ ଚାଲନ୍ତୁ ଦେଖିବା କୋଉଟା ପଜିଟିଭ୍ ଅଛି ଆଉ କୋଉଟା ନେଗେଟିଭ୍ ଅଛି। ଦେଖ, କନେକ୍ଟିଂ ନଲେଜ ଟୁ ଆଉଟସାଇଡ୍ ବା ସରି କନେକ୍ଟିଂ ନଲେଜ ଟୁ ଲାଇଫ୍ ଆଉଟସାଇଡ୍ ଦ ୱାର୍ଲଡ, ଏଇଟା ତ ହବ, ଏଇଟା ଗୋଟେ ପଜିଟିଭ୍ ଷ୍ଟେଟମେଣ୍ଟ। କାରଣ ଆମେ ଯେତେବେଳେ ପିଲାଙ୍କୁ ପାଠ ପଢ଼େଇବା ଆମେ ସବୁବେଳେ ଯାହା ବି ପଢ଼େଇବା ତାକୁ ଆଉଟସାଇଡ୍ର ନଲେଜକୁ ବା ଆଉଟସାଇଡ୍ ୱାର୍ଲଡର ନଲେଜକୁ, ଏନଭାରମେଣ୍ଟର ନଲେଜକୁ କନେକ୍ଟ କରି ପଢ଼େଇବା, ଏଇଟା ଗୋଟେ ପଜିଟିଭ୍ ଷ୍ଟେଟମେଣ୍ଟ, ଏଇଟା ତ ହେଇପାରିବ। ଏନସିଓରିଂ ଦ୍ୟାଟ୍ ଲର୍ଣ୍ଣିଂ ସିଫ୍ଟସ୍ ଫ୍ରମ୍ ରୋଟ୍ ମେଥଡ଼ରୁ ଆମେ ଲର୍ଣ୍ଣିଂଟାକୁ ସିଫ୍ଟ କରିବା, ଏଇଟା ବି ଗୋଟେ ଭଲ କଥା। ମେକିଂ ଏକ୍ଜାମିନେସନ୍ ମୋର୍ ଫ୍ଲେକ୍ସିବୁଲ୍ ଆଣ୍ଡ ଇଣ୍ଟରାକ୍ଟିଂ ୱିଥ୍ କ୍ଲାସରୁମ୍ ଲାଇଫ୍, ଏଇଟା ବି ହେଇପାରିବ, ଏଇଟା ବି ଗୋଟେ ପଜିଟିଭ୍। କାରଣ ଏକ୍ଜାମିନେସନଟାକୁ ଆମେ ଫ୍ଲେକ୍ସିବୁଲ୍ ରଖିବା କ୍ଲାସରୁମ୍ ଅନୁସାରେ। ଯଦି କ୍ଲାସରୁମ୍ରେ ପିଲାମାନଙ୍କର ଯେଉଁ କନସେପ୍ଟଟା କ୍ଲିଅର ଅଛି ତା ଅନୁସାରେ ଆମେ ଏକ୍ଜାମିନେସନ୍ ରଖିବା। ଗୋଟେ ସପୋଜ ଆମେ କ୍ଲାସରୁମ୍ରେ ଗୋଟେ ପାଠଟେ ପଢ଼େଇନେ ପିଲାଙ୍କୁ, ଆଉ ତା ଏକ୍ଜାମିନେସନଟା ଯଦି ଆମେ ରଖିଦେବା, ସେ ପିଲାଟା ତ କିଛି ବୁଝିପାରିବନି ନା, ବା ଏକ୍ଜାମରେ ବି ସେ ଭଲ ପରଫର୍ମାନ୍ସ ଦେଇପାରିବନି। ଷ୍ଟୁଡେଣ୍ଟ ନିଡ୍ ଟୁ ଆପିୟର ଏକ୍ଜାମିନେସନ୍ ରେଗୁଲାରଲି, ଜମା ବି ନୁହଁ। ଖାଲି ଏକ୍ଜାମିନେସନକୁ ଖାଲି ରେଗୁଲାରଲି ଆପିୟର କରିବ, ଏଇଟା ଗୋଟେ ପଜିଟିଭ୍ ଷ୍ଟେଟମେଣ୍ଟ ନୁହଁ ନା। ତ ଚାଲ ଯିବା ନେକ୍ସଟ କ୍ୱେଶ୍ଚିନ୍ କି। ତ ଆନ୍ସର ହବ ପିଲାମାନେ ଅପସନ୍ ନମ୍ବର ଡି, ଠିକ୍ ଅଛି। ପେନ୍ର କଲର୍ଟା ଚେଞ୍ଜ କରିଦେବା କାରଣ ଟିକେ ଭଲସେ, ହଁ ଏଇ କଲର୍ଟା। ଦ ରେଜଲ୍ଟସ୍ ଅଫ୍ ମେଜରମେଣ୍ଟ ଆର୍ ଅଲୱେଜ୍ ଏକ୍ସପ୍ରେସ୍ଡ ଇନ୍, ଆମର ଯେଉଁ ରେଜଲ୍ଟ ଗୁଡ଼ା ଯେଉଁ ଆମର ଯେତେବେଳେ ମେଜର କରାଯାଏ ବା ଆମେ ଯେତେବେଳେ ରେଜଲ୍ଟ ଗୁଡ଼ାକୁ ମେଜର କରୁ, ତ ଆମେ କେଉଁଥିରେ ମେଜର କରୁ ବା କେଉଁଥିରେ ଶୋ କରୁ କି ଗୋଟେ ପିଲାର ରେଜଲ୍ଟ ରହିଲା 25ରୁ 24 ରହିଲା ଗୋଟେ ପିଲାର ରେଜଲ୍ଟ, ଆମେ ତାକୁ କେଉଁଥିରେ, ଏରା ସବୁ କେଉଁଥିରେ ଶୋ କରୁଛେ? ଅବଭିୟସଲି ତା ନମ୍ବର୍ସରେ ଶୋ କରୁଛେ, ଠିକ୍ ଅଛି। ଚलो ଯିବା ନେକ୍ସଟ କ୍ୱେଶ୍ଚିନ୍ କି। ଫର୍ ଦ ଆସେସମେଣ୍ଟ ଅଫ୍ ଲର୍ଣ୍ଣିଂ, ହଁ ଆଉ ଗୋଟେ କଥା ପିଲାମାନେ, ମୁଁ ତ କ୍ୱେଶ୍ଚିନ୍ ଆନ୍ସର ଗୁଡ଼ା ତୁମମାନଙ୍କୁ କହିବି, ସବୁ ଜିନିଷ ଗୁଡ଼ା ତୁମମାନଙ୍କୁ ଆନ୍ସର କହିବି, ଆଉ ସବୁ ଜିନିଷର କାରଣ ଗୁଡ଼ା, କ୍ୱେଶ୍ଚିନ୍ର ଆନ୍ସରଟା ମୁଁ କ'ଣ ପାଇଁ କହୁଛି, କାରଣ ପେଡାଗୋଜି ଗୋଟେ ଜିନିଷ, ଯଦି ଖାଲି ଆନ୍ସର ଗୁଡ଼ା ଯଦି ମୁଁ ତୁମକୁ କହିଦେବି ତାହେଲେ ସେଇ ଜିନିଷଟା ମେ ବି ଜଷ୍ଟିଫାଇ କରିବନି, କିନ୍ତୁ ଯଦି ମୁଁ ତୁମମାନଙ୍କୁ ଆନ୍ସର ପର୍ସର ରିଜନଟା କହିବି ତାହେଲେ ଏଇଟା ଜଷ୍ଟିଫାଇ କରିବ। ତ ମୁଁ ସବୁ କ୍ୱେଶ୍ଚିନ୍ ଗୁଡ଼ା କରିବି, ତାର ଆନ୍ସର ଗୁଡ଼ାର ରିଜନ୍ ବି ଦେବି, କିନ୍ତୁ ତୁମେ ମାନେ ତା ପୂର୍ବରୁ ନିଜେ ଟ୍ରାଏ କର, ନିଜେ ଟ୍ରାଏ ଆଉଟ୍ କର, ଠିକ୍ ଅଛି। କାରଣ ଟ୍ରାଏ ଆଉଟ୍ଟା ହେଲା ସବୁଠୁ ବେଷ୍ଟ ଜିନିଷ। ନିଜେ ଟ୍ରାଏ ଆଉଟ୍ କର ବା ଭିଡ଼ିଓ ପୋଜ୍ କରିବା, ନିଜେ ଆନ୍ସରଟାକୁ ନିଜ ମାଇଣ୍ଡକୁ ଆଣ ହେରି, ତାପରେ ଦେଖ ତୁମେ ଠିକ୍ କରୁଛ କି ଭୁଲ କରୁଛ, ତୁମର କେଉଁଠି କମି ରହୁଛି, ଠିକ୍ ଅଛି। ଆକୁ ଇରେଜ୍ କରିଦେବା, କଣ ପାଇଁ ଛାଡ଼, ପଢ଼ିଆ ଚାଲ। ଫର୍ ଦ ଆସେସମେଣ୍ଟ ଅଫ୍ ଲର୍ଣ୍ଣିଂ ଆଣ୍ଡ ବିହେଭିଅରାଲ ପରଫର୍ମାନ୍ସ ଆଟ୍ ଦ ହ୍ୟାଣ୍ଡସ୍ ଅଫ୍ ଦ ପିୟର୍ସ ମାନେ କ'ଣ, ସାଙ୍ଗସାଥି ସହପାଠୀ। ହୁଇଚ୍ ଅଫ୍ ଦ ଫଲୋଇଂ ଟୁଲ୍ ମେ ପ୍ରୁଭ୍ କ୍ୱାଇଟ୍ ବେନିଫିସିଆଲ, କେଉଁଟା ପିଲାମାନେ କ୍ୱାଇଟ୍ ବେନିଫିସିଆଲ ହେବ ଯଦି ଆମେ ଆସେସମେଣ୍ଟ ଅଫ୍ ଲର୍ଣ୍ଣିଂ କରୁଛେ। ଆସେସମେଣ୍ଟ ଅଫ୍ ଲର୍ଣ୍ଣିଂ ମାନେ କ'ଣ, ଆସେସମେଣ୍ଟ ଅଫ୍ ଲର୍ଣ୍ଣିଂ ମାନେ କ'ଣ କରିବେ ପିଲାମାନେ, କିଏ ଜାଣିଛ? ଆସେସମେଣ୍ଟ ଅଫ୍ ଲର୍ଣ୍ଣିଂ କ'ଣ? ମନେ ରଖ, ଆସେସମେଣ୍ଟ ଅଫ୍ ଲର୍ଣ୍ଣିଂ ମାନେ ହେଲା ଇୟର ଏଣ୍ଡରେ ଆମେ ଯେଉଁ ଏକ୍ଜାମିନେସନଟା କରୁଛେ ବା ଗୋଟେ ପିଲାର ଆଚିଭମେଣ୍ଟକୁ ଆମେ ଜାଣିବା ପାଇଁ, ଗୋଟେ ପିଲାର ଆଚିଭମେଣ୍ଟକୁ ଜାଣିବା ପାଇଁ, ଗୋଟେ ମିନିଟ୍ ପିଲାମାନେ, ପେନ୍ଟା କ'ଣ ଷ୍ଟପ୍ ହେଇଯାଉଛି କି ଜାଣି, ଆଚିଭମେଣ୍ଟ, ହଁ ଚାଲିଲା ଏଥର ଠିକ୍ ସେ। ଆଚିଭମେଣ୍ଟକୁ ଜାଣିବା ପାଇଁ ଚାର୍ଜ ନାହିଁ ବୋଧେ ହେଲା ପିସିଟାରେ, ମୁଁ ଟିକେ ଚେକ୍ କରିଦିଏ। ଚାର୍ଜ ତ ବସେଇଛି, ହେଉଛି ନା ହେଉନି, ହେଉଛି ତ ଚାର୍ଜ, ଲ୍ୟାକ୍ କ'ଣ ହେଉଛି। ଦେଖ, ଗୋଟେ ପିଲାର ଆଚିଭମେଣ୍ଟକୁ ଆମେ ଜାଣିବା ପାଇଁ ଆମେ ଯେଉଁ ଇୟର ଏଣ୍ଡର ଯେଉଁ ଏକ୍ଜାମିନେସନଟା କରୁନେ କି, ସେଇଟା ହେଲା ପିଲାମାନେ ଆମ କ'ଣ, ଆମର ହେଲା ସବମେଟିଭ୍, ଠିକ୍ ଅଛି। ବା ଏମିତି ବି ତମେ ମନେ ରଖ, ଆସେସମେଣ୍ଟ ଅଫ୍ ଲର୍ଣ୍ଣିଂ ମାନେ ହେଲା ସବମେଟିଭ୍ ଆସେସମେଣ୍ଟ, ଠିକ୍ ଅଛି। ଆସେସମେଣ୍ଟ ଏଇଟା ଟିକେ ନାକୁ ମନେ ରଖିଦେବ, ଆଉ ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ଆଉ ଆସେସମେଣ୍ଟ
ଆସେସମେଣ୍ଟ ଅଫ୍ ତ କହିଲି, ଆସେସମେଣ୍ଟ ଫର୍ ଲର୍ଣ୍ଣିଂ ଆସେସମେଣ୍ଟ ଫର୍ ଲର୍ଣ୍ଣିଂ ମାନେ କ'ଣ ଜାଣିଛ ନା? ଫର୍ମେଟିଭ ଆସେସମେଣ୍ଟ, ଠିକ୍ ଅଛି। ଆସେସମେଣ୍ଟ ଫର୍ ଲର୍ଣ୍ଣିଂ ମାନେ ହେଲା ଫର୍ମେଟିଭ ଆସେସମେଣ୍ଟ। ଆସେସମେଣ୍ଟ ଅଫ୍ ଲର୍ଣ୍ଣିଂ ମାନେ ହେଲା ଗୋଟେ ମାନେ ଇୟର ଏଣ୍ଡରେ ଯେଉଁଟା ଆମେ କରୁ, ଇୟର ଏଣ୍ଡରେ ଆମେ କ'ଣ କରୁ? ସमेଟିଭ ଆସେସମେଣ୍ଟ କରୁ। ତ ଆସେସମେଣ୍ଟ ଅଫ୍ ଲର୍ଣ୍ଣିଂ ମାନେ ସमेଟିଭ ଆସେସମେଣ୍ଟ। ଆସେସମେଣ୍ଟ ଫର୍ ଲର୍ଣ୍ଣିଂ ମାନେ ହେଲା ଫର୍ମେଟିଭ ଆସେସମେଣ୍ଟ। ଆଉ ଗୋଟେ ରହିଲା ଆସେସମେଣ୍ଟ ଆଣ୍ଡ ଲର୍ଣ୍ଣିଂ, ଯେଉଁ ଆଜ୍ ଲର୍ଣ୍ଣିଂ ଏଇଟା ପିଲାମାନେ ମନେ ରଖ, ଏଇଟା ହେଲା ସେଲ୍ଫ ଲର୍ଣ୍ଣିଂ। ଠିକ୍ ଅଛି। ତମାନେ ତିନିଟାକ ଆସେସମେଣ୍ଟ ବିଷୟରେ ବୁଝେଇଦେଲି, କାରଣ ତମାନଙ୍କର କିଛି ପିଲା ଥିବେ ବେସିକ୍ କ୍ଲାସ୍ ଗୁଡ଼ା କରିନଥିବେ। ସବୁ ତ ବେସିକ୍ କ୍ଲାସ୍ ଗୁଡ଼ା ୟୁଟ୍ୟୁବରେ ମୁଁ ଅପଲୋଡ଼ ଦେଉଛି ଅଳ୍ପ ଅଳ୍ପ କରିକି, ବା ଗୋଟେ ଗୋଟେ କରି ଅପଲୋଡ଼ କରୁଛି। ତମାନେ ଯଦି ସବୁ ଦେଖିପାରୁନ ବା ଦେଖିନ ବି ଯଦି, ତମାନେ ଯାଇକି ମୋର ୟୁଟ୍ୟୁବ୍ ଚ୍ୟାନେଲଟା ଚେକ୍ କରି ସବୁ କ୍ଲାସ୍ ଗୁଡ଼ା ପାଇଯିବ। ଦେଖ, ଫର୍ ଦ ଆସେସମେଣ୍ଟ ଅଫ୍ ଲର୍ଣ୍ଣିଂ ଆଣ୍ଡ ବିହେଭିଅରାଲ ପରଫର୍ମାନ୍ସ, ଗୋଟେ ଲୋକର ଇୟର ଏଣ୍ଡରେ ଯେଉଁ ଆସେସମେଣ୍ଟଟା ହୁଏ, ଆସେସମେଣ୍ଟ ଅଫ୍ ଲର୍ଣ୍ଣିଂ ମାନେ କ'ଣ? ଆମେ ଇୟର ଏଣ୍ଡରେ ଯେଉଁ ଆସେସମେଣ୍ଟଟା କରୁଛେ, ଆଉ ତାର ବିହେଭିଅରରେ ଯେଉଁ ପରଫର୍ମାନ୍ସଟା ଆମେ ଦେଖୁଛେ ଆଟ୍ ଦ ହ୍ୟାଣ୍ଡସ୍ ଅଫ୍ ଦ ପିୟରମାନଙ୍କ ସହ ତାର ଯେଉଁ ବିହେଭିଅରଟା ରହୁଛି, ସେ ବିହେଭିଅରାଲ ପରଫର୍ମାନ୍ସଟା ଆଉ ଇୟର ଏଣ୍ଡରେ ଯେଉଁ ଆମେ ଯେଉଁ ଏକ୍ଜାମିନେସନଟା କରୁଛେ, ସେଇ ଯେଉଁ ପରଫର୍ମାନ୍ସଟା ରହୁଛି, ହୁଇଚ୍ ଅଫ୍ ଦ ଫଲୋଇଙ୍ଗ ଟୁଲ୍ ମେ ପ୍ରୋଭାଇଡ୍ କ୍ୱାଇଟ୍ ବେନିଫିସିଆଲ। ବା ଏମିତି କହିପାରିବା ଯେ ଆମେ କେଉଁ ଟୁଲ୍ରେ ତାକୁ ମାପିପାରିବା। କେଉଁ ଟୁଲ୍ରେ ପିଲାମାନେ ମାପିପାରିବା? ଟିଚର ମେଡ୍ ଟେଷ୍ଟ ତ ନୁହଁ। ଗୋଟେ ଟିଚର ମେଡ୍ ଟେଷ୍ଟ ସିନା ଆମର ତାର କ୍ଲାସ୍ ରୁମ୍ର ଆସେସମେଣ୍ଟ ବା ତାର ଆଚିଭମେଣ୍ଟ ମାପିପାରିବା, କିନ୍ତୁ ଗୋଟେ ବିହେଭିଅରାଲଟାକୁ କେମିତି ମାପିପାରିବାନି। ଇଣ୍ଟେଲିଜେଣ୍ଟ ଟେଷ୍ଟ ଜମା ବି ନୁହଁ। ଆମେ ଏଇଠି ପିଲାମାନଙ୍କ ସହ ତାର ବିହେଭିଅରଟା ମାପୁ, ସେଟା ଇଣ୍ଟେଲିଜେଣ୍ଟ ଟେଷ୍ଟ କ'ଣ ପାଇଁ ହେବ? ଷ୍ଟାଣ୍ଡାର୍ଡ ଟେଷ୍ଟ ନୁହଁ। ଷ୍ଟାଣ୍ଡାର୍ଡ ଟେଷ୍ଟ ଗୁଡ଼ା କ'ଣ ପିଲାମାନେ ଜାଣିଛ ନା ଜାଣିନ? ତାକୁ କହିଦେଉଛି, ଆଉ ଥରେ କହିଦେଉଛି। ଦେଖ, ଯେମିତିକି ତମର ବୋର୍ଡ଼ ଏକ୍ଜାମଟା କେମିତି ହୁଏ? ତମର ପ୍ରିଭିୟସଲି ଆଗରୁ ଡିସାଇଡ୍ ହୁଏ କି ଏତିକି ନମ୍ବର ଏତିକି କୋଶ୍ଚିନ୍ ପଡ଼ିବ, ଏତିକି ନମ୍ବର ଏତିକି କୋଶ୍ଚିନ୍ ପଡ଼ିବ, ଏରା ପୁରା ଡିସାଇଡ୍ ହେଇକି ଥାଏ ନା ଷ୍ଟାଣ୍ଡାର୍ଡ ଟେଷ୍ଟ ମାନେ। ତମର ଏଇଟା ପୁରା ସିଷ୍ଟମାଟିକ୍ ୱେରେ ଯେଉଁ ଟେଷ୍ଟଟା ହୁଏ, ସେଟା ହେଲା ଷ୍ଟାଣ୍ଡାର୍ଡ। ଆଉ ଆର ଆନ୍ସର ପିଲାମାନେ ଯଦି ତିନିଟା ଅପସନ୍ ଏଲିମିନେଟ୍ ହେଇଗଲାଣି, ଆମର ଲାଷ୍ଟ ଗୋଟେ ହିଁ ବଳୁଛି କୋଶ୍ଚିନାରୀ ହେବ। କ'ଣ ପାଇଁ? ଗୋଟେ ପିଲାର ଇୟର ଏଣ୍ଡର ଆଚିଭମେଣ୍ଟକୁ ଆମେ ଜାଣିବା ପାଇଁ ଆମେ କୋଶ୍ଚିନ୍ ପଚାରୁଛେ ସେ ପିଲାଟାକୁ। ଯଦି ଗୋଟେ ପିଲାର ବିହେଭିଅର ପରଫର୍ମାନ୍ସ ତା ପିୟରମାନଙ୍କ ସହ ତାର ଯେଉଁ ବିହେଭିଅର ଅଛି ତାକୁ ବି ଆମେ ଜାଣିବା ପାଇଁ ଆମେ ତାକୁ କୋଶ୍ଚିନ୍ ପଚାରିବା। ତ ଆମେ ତ କୋଶ୍ଚିନାରୀ ଥ୍ରୋରେ ହିଁ ଆମେ ଜାଣିପାରିବା। ଠିକ୍ ଅଛି। ଏଇଟା ତ କାହାର ଡାଉଟ୍ ହେବା କଥା ନୁହଁ, ବହୁତ ଇଜି କୋଶ୍ଚିନ୍, କିନ୍ତୁ ଟିକେ ନା କ'ଣ କଲା ଲାଙ୍ଗୁଏଜଟା ଟିକେ ହାର୍ଡ଼ କରିଦେଇଛି, ସେଇ ଯୋଗୁଁ ପିଲାମାନଙ୍କର କନଫ୍ୟୁଜନ୍ ହେଇଯାଉଥିବ। ତାପରେ ଚାଲ ଯିବା। ଗୋଟେ ମିନିଟ୍ ଦେଖ, ପ୍ରୋସେସ୍ ଅଫ୍ ଟ୍ୟାକ୍ସ ଅଫ୍ ମେଜରମେଣ୍ଟ। ଆଉ କିଛି ଗୋଟେ ବୁଝିବାର ଥିଲା କି? ଠିକ୍ ନା? ଟିଚର ମେଡ୍ ଟେଷ୍ଟ ବିଷୟ ତ ବୁଝେଇଥିଲି, ଷ୍ଟାଣ୍ଡାର୍ଡାଇଜ ମାନେ ତ ବୁଝେଇଥିଲି। ଆଉ କିଛି ଗୋଟେ ବୁଝିବାର ଥିଲା କି? ନା ହେତିକି ବାସ୍, ଆଉ କିଛି ବୁଝିବାରନି। ପ୍ରୋସେସ୍ ଅଫ୍ ଟ୍ୟାକ୍ସ ଅଫ୍ ମେଜରମେଣ୍ଟ ଆଣ୍ଡ ଇଭାଲୁଏସନ୍। ଆମର ଯେଉଁ ଗୋଟେ ଟ୍ୟାକ୍ସର ଯେତେବେଳେ ଆମେ ପ୍ରୋସେସ୍ କରୁଛେ, ତାର ମେଜରମେଣ୍ଟ ଆଉ ଇଭାଲୁଏସନ୍ ଇନ୍ ଦ ଫିଲ୍ଡ ଅଫ୍ ଏଜୁକେସନ୍ ଇଜ୍ ଗଭର୍ନ ବାଇ ହୁଇଚ୍ ଅଫ୍ ଦ ଫଲୋଇଂ ପ୍ରିନ୍ସିପଲ୍। ତାକୁ ଟିକେ ଭଲସେ ବୁଝେଇଦେବି, ଭଲସେ ଶୁଣ। ଯେମିତିକି ଗୋଟେ ଏଜୁକେସନ୍ ଫିଲ୍ଡର ଗୋଟେ ଏକ୍ଜାମ୍ ସପୋଜ୍ ହେଲା, ସେ ଏକ୍ଜାମ୍ରେ ଯେଉଁ ଟ୍ୟାକ୍ସ ଗୁଡ଼ା ଯେଉଁ ମେଜରମେଣ୍ଟ କରୁଛେ ଆଉ ଯେଉଁ ଇଭାଲୁଏଟ୍ କରୁଛେ, ସେ ଯେଉଁ ପ୍ରୋସେସ୍ଟା ରହୁଛି, ସେଇଟା କେଉଁ ପ୍ରିନ୍ସିପଲ୍ର ପିଲାମାନେ ଆଧାରିତ? ପ୍ରିନ୍ସିପଲ୍ ଅଫ୍ କଣ୍ଟିନ୍ୟୁଟି, ଏଇଥିରେ ତ ଆଧାରିତ ହେବ। ପ୍ରିନ୍ସିପଲ୍ ଅଫ୍ ଟୋଟାଲିଟି ଆଣ୍ଡ କମ୍ପ୍ରିହେନ୍ସିଭନେସ୍, ଏଇଟା ବି ତ ହେବ। ପ୍ରିନ୍ସିପଲ୍ ଅଫ୍ ସିଲେକ୍ଟିଂ ଆପ୍ରୋପ୍ରିଏଟ୍ ଟୁଲ୍ସ ଅଫ୍ ମେଜରମେଣ୍ଟ ଆଣ୍ଡ ଇଭାଲୁଏସନ୍, ଏଇଟା ବି ତ ହେବ, କାରଣ ଆପ୍ରୋପ୍ରିଏଟ୍ ଟୁଲ୍ସକୁ ୟୁଜ୍ କରିବା ଆଉ ତାର ଇଭାଲୁଏସନ୍ କରିବା, ଏଇଟା ବି ହେବ। ତ ଆନ୍ସର ପିଲାମାନେ ଅଲ୍ ଅଫ୍ ଦ ହେବ। ଠିକ୍ ଅଛି। ତାପରେ ଯିବା। ଦ ମେନ୍ ଅବଜେକ୍ଟିଭ୍ ଅଫ୍ ଡାଇଗ୍ନୋଷ୍ଟିକ୍ ଟେଷ୍ଟ। ଡାଇଗ୍ନୋଷ୍ଟିକ୍ ମାନେ କ'ଣ? ଗୋଟେ ଡାଇଗ୍ନୋଜ୍ କରିବା। କ'ଣ ଆମେ ଡାଇଗ୍ନୋଜ୍ କରୁ? ଯେଉଁ ଡକ୍ଟରମାନେ ଯେଉଁ ଡାଇଗ୍ନୋଜ୍ କରନ୍ତି, କ'ଣ ଡାଇଗ୍ନୋଜ୍ କରନ୍ତି? ରୋଗକୁ ଡାଇଗ୍ନୋଜ୍ କରନ୍ତି। ସେମିତି ଆମେ ଯେଉଁ ଛୁଆମାନଙ୍କୁ କ'ଣ ଡାଇଗ୍ନୋଜ୍ କରାଇବା? ତାଙ୍କ ରୋଗ ଡାଇଗ୍ନୋଜ୍ କରାଇବା ନା, ତାଙ୍କର ଲର୍ଣ୍ଣିଂ ଡିଫିକଲ୍ଟିଜକୁ ଆମେ ଡାଇଗ୍ନୋଜ୍ କରିବା, ବା ତାଙ୍କ ପଢ଼ାରେ କ'ଣ କମି ରହିଯାଉଛି, ସେ କ'ଣ ପାଇଁ ଗୋଟେ ପିଲାଟା ମାନ୍ଦା ବସିଛି, ପଢ଼ୁନି କ'ଣ ପାଇଁ, କାହିଁ ଝରକା ବାହାରକୁ ଖାଲି ବାର ଅନଉଛି, ତାର କେଉଁ ଜାଗାରେ ଗୋଟେ କମି ରହୁଥିବ, ଆଇଦର ତାକୁ ବୋର୍ ଲାଗୁଥିବ ବୋଲି ସିଏ ପାଠଟାକୁ ବୁଝୁନି ବୋଲି ସେ ଝରକା ବାହାରକୁ ଅନଉଛି। ତ ସେଇ ଯେଉଁ ଲର୍ଣ୍ଣିଂ ଡିଫିକଲ୍ଟିଟାକୁ ଆମେ ଆଇଡେଣ୍ଟିଫାଇ କରିବା କେମିତି? ଏଇ ଡାଇଗ୍ନୋଷ୍ଟିକ୍ ଟେଷ୍ଟରେ ଆମେ ଆଇଡେଣ୍ଟିଫାଇ କରିପାରିବା। ଠିକ୍ ଅଛି। ତାର ଆନ୍ସର ପିଲାମାନେ କ'ଣ ହେବ? ଟୁ ଫାଇଣ୍ଡ ଆଉଟ୍ ଦ ନେଚର ଆଣ୍ଡ କଜେସ୍ ଅଫ୍ ଦ ଲର୍ଣ୍ଣିଂ ପ୍ରୋବ୍ଲେମ୍ସ ଅଫ୍ ଷ୍ଟୁଡେଣ୍ଟସ୍ ଆଣ୍ଡ ଟୁ ଫର୍ମୁଲେଟ୍ ଏ ପ୍ଲାନ୍ ଫର୍ ସିଙ୍ଗ ଦ ରିମେଡ଼ିଆଲ୍ ଆକ୍ସନ୍। ଏଇଟା ପିଲାମାନେ ହେବ ଆନ୍ସର, ଆଉ କିଛି ପଢ଼ିବା ଦରକାର ନାହିଁ। କାରଣ ଅପସନ୍ରେ ଲେଖା ହେଇନି କି ଆମେ କଜ୍ ଜାଣିବାକୁ ଚେଷ୍ଟା କରିବା, କାରଣ ଜାଣିବାକୁ ଚେଷ୍ଟା କରିବା, କ'ଣ ଲର୍ଣ୍ଣିଂ ପ୍ରୋବ୍ଲେମ୍ସ ଗୁଡ଼ାକର କାରଣ ଜାଣିବାକୁ ଚେଷ୍ଟା କରିବା। ଏଇଟା ହିଁ ପିଲାମାନେ ଆନ୍ସର ହେବ ଅପସନ୍ ନମ୍ବର ଏ, ଆଉ କିଛି ପଢ଼ିବା ଦରକାର ନାହିଁ। ତାପରେ ଚାଲ ପିଲାମାନେ ମନେ ରଖ, ଏଇ ଯେଉଁ OSTT ହଉ ଆଉ OTET ହଉ, ଏସବୁରେ ନା ବହୁତ ସାରା ଜିନିଷ ନଅଟା ପଚାରୁଛି।
ନଟ୍ ଲଗେଇ ବାର ବାର କୋଶ୍ଚିନ୍ ଗୁଡ଼ା ପଚାରି ଦେଉଛି, ଯୋଉରାକର ପିଲାମାନେ କ'ଣ ନା ଏକ୍ଜାମ୍ ସମୟରେ ବା ଯେତେବେଳେ ହଲ୍ରେ ବସିଥିବେ ସେମାନେ କ'ଣ ନା ଜାଣିପାରନ୍ତିନି। ସତ କଥା କହିଗଲେ ସେଇ ସିଚୁଏସନ୍ ବି ସେମିତି, ତମେ OSTT ହଉ OTT ହଉ କି କୌଣସି ବି ଏଣ୍ଟ୍ରାନ୍ସ ଏକ୍ଜାମ୍ ବସ, ସେଇ ଟାଇମ୍ରେ ମାଇଣ୍ଡଟା ଆମେ କାମ୍ କରିବାକୁ ଚାହିଁଲେ ବି କରିପାରିବା ନାହିଁ, କାରଣ ଆମ ମନେ ଥିବ ଯେ କେଡ଼େ ଜଲ୍ଦି ଜଲ୍ଦି ଶେଷ କରିବା ପେପରକୁ, ସଠିକ୍ ଭାବରେ ଶେଷ କରିବା, ଟେନସନ୍ରେ ଥିବା ଆମେ ଏଇ ଟାଇମ୍ରେ। ତ ଆମେ ସବୁବେଳେ କ'ଣ କରୁ ନା ଏଇ ନଟ୍ଟାକୁ ପିଲାମାନେ ଇଗ୍ନୋର କରୁଛେ, ନଟ୍ଟାକୁ ଇଗ୍ନୋର ପିଲାମାନେ କରିଦେଉଛେ। ତମମାନେ ଗୋଟେ କାମ କରିବ, ଯେତେବେଳେ ଯେଉଁ କୋଶ୍ଚିନ୍ ମାନଙ୍କର ନଟ୍ ଦେଖୁଛ, ଦେଖ ଗୋଟେ ଗୋଟେ କୋଶ୍ଚିନ୍ ଥିବ ଆଉ ୱିଚ୍ ଅଫ୍ ଦ ଫଲୋଇଂ ଏଇଟା ତ ନଟ୍ ନୁହଁ, ତ ଆମ ନଟ୍ର କୋଶ୍ଚିନ୍ ଗୁଡ଼ା ତମମାନଙ୍କୁ ଦେଖାଉଛି। କୋଉଟା ଗଲା ନଟ୍ର କୋଶ୍ଚିନ୍ ଗୁଡ଼ା, ଏଇଠି ଦେଖ। ଯେତେବେଳେ ନଟ୍ର କୋଶ୍ଚିନ୍ ଗୁଡ଼ା ଆସେନି ୱିଚ୍ ଅଫ୍ ଦ ଫଲୋଇଂ ଯେ ନଟ୍ ଲିଡରସିପ୍, ତମମାନଙ୍କୁ ଗୋଟେ କହିଲ କୋଶ୍ଚିନ୍ ତଳେ ନୁହଁ ଏମିତି ଗୋଟେ ଗାର ପକେଇଦବ, ଯାହାଫଳରେ କି କ'ଣ ତମ ମାଇଣ୍ଡଟା ନୁହଁ କି ବା ମାଇଣ୍ଡର ଫୋକସ୍ଟା ପୁରା ଡାଇରେକ୍ଟ ହେଇଠିକିନା ପଡ଼ିବ। ଠିକ୍ ଅଛି, ଏଇଟା କଲେ କ'ଣ ନା ତମେ ପ୍ରାୟ କୋଶ୍ଚିନ୍ ଗୁଡ଼ା ଭୁଲ କରିବନି, କାରଣ ଏଇ ଯେଉଁ ଗୋଟେ 2 ମାର୍କରେ ନୁହଁ, କିଛି ପିଲା ଅଛନ୍ତି OSTଟା ନୁହଁ କେତେ ମାର୍କ ରଖିକି ଇଏ ହୁଅନ୍ତି, 53 ରଖିକି ଡିସକ୍ୱାଲିଫାଏ ହେଇଯାଆନ୍ତି। ଜଣେ OBC ପିଲାଟା 53 ରଖିକି, କାରଣ ଆଉ ଗୋଟେ 54 ରଖିଲେ କ୍ୱାଲିଫାଏ, ସେମାନେ 53 ରଖିଦେଇ କଟିଯାଆନ୍ତି। ତ ଏସବୁ ଜିନିଷ ତମ ଦ୍ୱାରା ହବନି। ଠିକ୍ ଅଛି, ତାପରେ କୋଉଠିକି ଆମେ ଥିଲେ ଏଠି, ଚାଲ ଯିବା ଭାରି ମେନ୍ ଜାଗାକୁ। ଏଇଠି ଥିଲେ ବୋଧେ ନା ଆଉ ଟିକେ ଉପରେ ଥିଲେ, ନା ଏଇଠି ଥିଲେ। ଦେଖ କୋଶ୍ଚିନ୍ ନମ୍ବର 6ଟା ଦେଖ, ଆନ୍ ଏକ୍ଜାମ୍ପଲ୍ ଅଫ୍ କମନଲି ଏମ୍ପ୍ଲଏଡ୍ କ୍ୱାଲିଟେଟିଭ୍ ଆସେସମେଣ୍ଟ। ଯଦି ଆମେ ଗୋଟେ କ୍ୱାଲିଟେଟିଭ୍ ଆସେସମେଣ୍ଟ ଟୁଲ୍ଟା ପିଲାମାନେ କ'ଣ ପଚାରିଛି, କ୍ୱାଲିଟେଟିଭ୍ ଆସେସମେଣ୍ଟ ଟୁଲ୍ ପିଲାମାନେ କ'ଣ, ଇଣ୍ଟେଲିଜେଣ୍ଟ ଟେଷ୍ଟ କ୍ୱାଲିଟେଟିଭ୍ ଆସେସମେଣ୍ଟ ଟୁଲ୍ ହେଇପାରିବ, ଆଚିଭମେଣ୍ଟ ଟେଷ୍ଟ ବି ହେଇପାରିବ, ସରି କ୍ରିଏଟିଭିଟି ଟେଷ୍ଟ ବି ହେଇପାରିବ, ଆଚିଭମେଣ୍ଟ ବି ହେଇପାରିବ, କିନ୍ତୁ ଆଙ୍କ ଭିତରୁ ସବୁଠୁ ବେଷ୍ଟ କେଉଁଟା ହେଇପାରୁଛି, ଯଦି ଆମେ ଗୋଟେ ପିଲାକୁ ଯେଉଁ କ୍ୱାଲିଟେଟିଭ୍ ଆସେସମେଣ୍ଟ ଆମେ କେତେବେଳେ କରିପାରିବା, ଅବଭିୟସଲି କଥା ମନେ ରଖ ଅବଜର୍ଭେସନ୍ ମାଧ୍ୟମରେ ଗୋଟେ ପିଲାର କ୍ୱାଲିଟେଟିଭ୍ ଆସେସମେଣ୍ଟ ଆମେ କରିପାରିବା। ଏସବୁ ଜିନିଷ ହବ, ନୋ ଡାଉଟ୍ ଏସବୁ ଜିନିଷ ଆନ୍ସର ହବ, କିନ୍ତୁ ଆଙ୍କ ଭିତରୁ ସବୁଠୁ ମୋଷ୍ଟ ପାୱାରଫୁଲ୍ ବା ମୋଷ୍ଟ ଆପ୍ରୋପ୍ରିଏଟ୍ ଆନ୍ସରଟା ହବ ଅବଜର୍ଭେସନ୍। କ'ଣ ପାଇଁ, କାରଣ ଅବଜର୍ଭେସନ୍ କଲେ ହିଁ ଆମେ ଜାଣିପାରିବା ନା ସେ ପିଲାର କ'ଣ କ୍ୱାଲିଟି ଅଛି, ତାର କୋଉଥିରେ ବିହେଭିୟରରେ। ଯେମିତିକି ଏଇଠି ଲେଖିଦେଉଛି ଦେଖ, ଗୋଟେ ପିଲା ସହ ପିଲାର ବିହେଭିୟରରେ ଠିକ୍ ଅଛି, ତାର ଇଣ୍ଟରାକ୍ସନରେ ସେ ଇଣ୍ଟରାକ୍ସନ୍ କେମିତି କରୁଛି, ତାର କ୍ୱାଲିଟିଜ୍ କ'ଣ କ'ଣ ଅଛି। ଠିକ୍ ଅଛି, କ୍ୱାଲିଟିଜ୍ କ'ଣ କ'ଣ ଅଛି, ତାର ଫେସିଆଲ୍ ଏକ୍ସପ୍ରେସନ୍ କେମିତି, ଫେସିଆଲ୍ ଏକ୍ସପ୍ରେସନ୍ କେମିତି, ଆମେ କେମିତି ଜାଣିବା, ଆମେ ଅବଜର୍ଭେସନ୍ କଲେ ଜାଣିବା। ଆଉ କିଛି ରହିଲା କି, ବିହେଭିୟର ତ କହିଲି, ଆଉ କିଛି ଏକ୍ସଟ୍ରା ତମେ ତମ ଆଡ଼ୁ ଆଡ଼୍ କରିଦେବ ହେଲା। ଆଉ ଏସବୁ ପିଲାମାନେ କ'ଣ ଗୋଟେ ଗୋଟେ ଏଇ ଯେଉଁ ଗୋଟେ ପିଲାର ବିହେଭିୟର ହଉ, ତାର ଲୋକମାନଙ୍କ ସହ ଇଣ୍ଟରାକ୍ସନ୍ ହଉ, ତାର କ୍ୱାଲିଟିଜ୍ ହଉ, ତା ଫେସିଆଲ୍ ଏକ୍ସପ୍ରେସନ୍, ଏରା ସବୁ କ'ଣ ଗୋଟେ ଏରା ସବୁ ଗୋଟେ ଗୋଟେ ହେଲା କ୍ୱାଲିଟି। ଠିକ୍ ଅଛି, ଏସବୁ ପିଲାମାନେ କ'ଣ ତାର ଗୋଟେ ଗୋଟେ କ୍ୱାଲିଟି ହେଇ ପିଲାର। ଠିକ୍ ଅଛି, ଆଉ ଆମେ ଏସବୁ କ୍ୱାଲିଟିକୁ ପିଲାମାନେ କୋଉଥିରେ ପିଲାମାନେ କହିଲ ମେନସନ୍ କରାଯାଏ, ମନେ ରଖ ଆନେକ୍ଡୋଟାଲ୍ ରେକର୍ଡ଼ରେ, ଆନେକ୍ଡୋଟାଲ୍ ରେକର୍ଡ଼ରେ ଏସବୁ ଇନଫର୍ମେସନ୍ କ'ଣ କରିଥାଉ, ଗ୍ୟାଦର କରିଥାଉ। ଆନେକ୍ଡୋଟାଲ୍ ରେକର୍ଡ଼ରେ ଏସବୁ ଇନଫର୍ମେସନ୍କୁ ଆମେ କ'ଣ କରିଥାଉ, ଗ୍ୟାଦର କରିଥାଉ, ତାପରେ ଯାଇକି ଆମେ କ'ଣ ନା ସ୍କୋର ଦେଇଥାଉ। ମନେ ରଖ ଏଇଟା ଗୋଟେ ମନେ ପଡ଼ିଲା ତ ମୁଁ ସାଙ୍ଗେ ସାଙ୍ଗେ ତମକୁ କହିଦେଲି। ଆନେକ୍ଡୋଟାଲ୍ ରେକର୍ଡ଼ରେ ଆମେ କ'ଣ ମେନସନ୍ କରୁ, ଗୋଟେ ପିଲାର ହୋଲ୍ ମାନେ ତାର ହୋଲ୍ ପର୍ସନାଲିଟିକୁ ଆମେ ଆନେକ୍ଡୋଟାଲ୍ ରେକର୍ଡ଼ରେ ମେନସନ୍ କରିକି ତାକୁ ଗ୍ୟାଦର କରି ତାକୁ ଆମେ ସ୍କୋର ଦେଉ। 10 ଦେଲୁ, 5 ଦେଲୁ, ଯାହା ବି ଦେଲୁ, ଠିକ୍ ଅଛି। ତମେ ଯେତେବେଳେ ସ୍କୁଲ ମାନଙ୍କରେ ଜଏନ୍ କରିବ ସେତେବେଳେ ଜାଣିବ ଆନେକ୍ଡୋଟାଲ୍ ରେକର୍ଡ଼ଟାକୁ ପ୍ରାକ୍ଟିକାଲି ୟୁଜ୍ କରିବ। ନହେଲେ ନର୍ମାଲ୍ ଆମର ଯେଉଁ ପିଲାଗୁଡ଼ା ଗଭର୍ଣ୍ଣମେଣ୍ଟ ବିଇଡ଼ି କରୁଥିବେ ସେମାନେ ଜାଣିଥିବେ, ଆନ୍ଧ୍ରା ବିଇଡ଼ି ପିଲା ତ ଜାଣିନଥିବେ। ଜାଣ ଆନେକ୍ଡୋଟାଲ୍ ରେକର୍ଡ଼ରେ ଆମେ ସବୁ ଏସବୁ ଜିନିଷ ଗ୍ୟାଦର କରୁ। ଆଉ ଏସବୁ ବିଷୟ ଆମେ କେମିତି ଜାଣିବା, ପିଲାମାନେ ଅବଜର୍ଭେସନ୍ କରିକି ଜାଣିପାରିବା। ଗୋଟେ ପିଲାର ବିହେଭିୟର କ'ଣ ଆମେ ଇଣ୍ଟେଲିଜେଣ୍ଟ ଟେଷ୍ଟ ଜାଣିପାରିବା, ନା କ୍ରିଏଟିଭିଟି ଟେଷ୍ଟ ଜାଣିପାରିବା, ନା ଆଚିଭମେଣ୍ଟ ଟେଷ୍ଟ ଜାଣିପାରିବା। ଆମେ ଗୋଟେ ପିଲାର ବିହେଭିୟରଟାକୁ ଆମେ ଅବଜର୍ଭେସନ୍ ହିଁ ଜାଣିପାରିବା। ଆଉ ଏଠି ପିଲାଙ୍କୁ ଦେଇଛି ଆନ୍ ଏକ୍ଜାମ୍ପଲ୍ ଅଫ୍ କମନଲି ଏମ୍ପ୍ଲଏଡ୍ କ୍ୱାଲିଟେଟିଭ୍ ଆସେସମେଣ୍ଟ, ଗୋଟେ ପିଲାର କ୍ୱାଲିଟି ଆମେ ଜାଣିବାକୁ ଚାହୁଁଛୁ। ଆଉ ଏସବୁ ହେଲା ତାର କ୍ୱାଲିଟି, ଏଇ କ୍ୱାଲିଟିରୁ ଆମେ କେମିତି ଜାଣିବା, ଆମେ ଅବଜର୍ଭେସନ୍ କରିକି ହିଁ ଜାଣିବା। ଠିକ୍ ଅଛି, ତାପରେ ଚାଲ ଯିବା ନେକ୍ସଟ। ହୁଇଚ୍ ଅଫ୍ ଦ ଫଲୋଇଂ ଇଜ୍ ଏ କ୍ୟାରେକ୍ଟରିଷ୍ଟିକ୍ସ ଅଫ୍ ଗୁଡ୍ ଟେଷ୍ଟ। ଗୁଡ୍ ଟେଷ୍ଟର କ୍ୟାରେକ୍ଟରିଷ୍ଟିକ୍ସ କ'ଣ କରେ, ଅବଭିୟସଲି କଥା ଭ୍ୟାଲିଡିଟି। ଭ୍ୟାଲିଡିଟି ହେଲା ଗୁଡ୍ ଟେଷ୍ଟର କ୍ୟାରେକ୍ଟରିଷ୍ଟିକ୍ସ, ଆଉ କିଛି ନୁହଁ। ମନେ ରଖ ଅପସନ୍ ନମ୍ବର ଡି ହେଲା ଆନ୍ସର। ତାପରେ ଚାଲ ଯିବା, ଡେଜ୍ ଆଣ୍ଡ ନାଇଟ୍ସ ଆର୍ କଜ୍ଡ ବାଇ ଡ୍ୟାସ୍ ମୋସନ୍ ଅଫ୍ ଦ ଆର୍ଥ, ହ୍ୱାଟ୍ କାଇଣ୍ଡ ଅଫ୍ କୋଶ୍ଚିନ୍ ଇଜ୍ ଦିସ୍। ଏଇଟା ଗୋଟେ କୋଶ୍ଚିନ୍, ଅବଭିୟସଲି କଥା ଭାଇ ଏଇଟା ହେଲା କମ୍ପ୍ଲିସନ୍ ଟାଇପ୍ କୋଶ୍ଚିନ୍, କାରଣ ଆମେ ଏଇଠି ଗୋଟେ ଜିନିଷଟା ଆଡ଼୍ କରି କମ୍ପ୍ଲିଟ୍ କରିବା। ଠିକ୍ ଅଛି, ତ କମ୍ପ୍ଲିସନ୍ ଟାଇପ୍, ଅପସନ୍ ନମ୍ବର ସି। ତାପରେ ହୁଇଚ୍ ଷ୍ଟେଟ୍ ଇଜ୍ ଦ ଲାର୍ଜେଷ୍ଟ ପ୍ରଡ୍ୟୁସର୍ ଅଫ୍ କପର୍ ଇନ୍ ଇଣ୍ଡିଆ, ଏଇଟା କେଉଁ ଟାଇପ୍ର କୋଶ୍ଚିନ୍, ଏଇ ଯେଉଁ ଲାର୍ଜେଷ୍ଟ ପ୍ରଡ୍ୟୁସର୍ ଅଫ୍ କପର୍ ଇନ୍ ଇଣ୍ଡିଆଟା ଆମର କେଉଁ ଟାଇପ୍ର କୋଶ୍ଚିନ୍। ମନେ ରଖ ଯଦି ଗୋଟେ ପିଲାଟା ଜାଣିଥିବ ତା ମାଇଣ୍ଡରେ ଏଇ ଫ୍ୟାକ୍ଟର ବା ଏଇ ଯେଉଁ ଏଇଟା ଗୋଟେ ଫ୍ୟାକ୍ଟ ବେସ୍ଡ କୋଶ୍ଚିନ୍, ଫ୍ୟାକ୍ଟ, ଏଇ ଫ୍ୟାକ୍ଟର ଆନ୍ସରଟା ଯଦି ସେ ଜାଣିଥିବ ତାହେଲେ ସେ କହିପାରିବ। ତ ଏଇଟା କ'ଣ ହେବ, ଅବଭିୟସଲି କଥା ଖାଲି ସିମ୍ପଲ୍ ରିକଲ୍ ଟାଇପ୍, ଆଉ କିଛି ନାହିଁ। ଅପସନ୍ ନମ୍ବର ବି ହେଲା ତାର ଆନ୍ସର। ଠିକ୍ ଅଛି, ଏ ଟାଇପ୍ସ ଅଫ୍ କୋଶ୍ଚିନ୍କୁ ନେଇକି ଗୋଟେ ସେସନ୍ ଆଣନ୍ତି ଯେ ମେନ୍ ହେଉଛି ଆଣିବା, ଆଗକୁ ଆଣିବା। ଠିକ୍ ଅଛି, ଦେଖ ତାପରେ ଏ ଟେଷ୍ଟ ଇଜ୍ ସେଟ୍ ଟୁ ବି ଭ୍ୟାଲିଡ୍ ଇଫ୍ ଇଟ୍ ମେଜର୍, ଯଦି ଗୋଟେ ଟେଷ୍ଟଟାକୁ ଭ୍ୟାଲିଡ୍ ଆମେ କେତେବେଳେ କହିବା,
ହ୍ୱାଟ୍ ସୁଡ୍ ନଟ୍ ମେଜର ଜମା ବି ନୁହଁ। ହ୍ୱାଟ୍ ଇଟ୍ ଅଟ୍ ଟୁ ମେଜର ଏଇଟା ପିଲାମାନେ ହବ ଆନ୍ସର। ଗୋଟେ ଟେଷ୍ଟଟାକୁ ଆମେ ଭ୍ୟାଲିଡ୍ କେତେବେଳେ କହିବା ଯେ ଯୋଉ ଜିନିଷ ପାଇଁ ହେଇ ଟେଷ୍ଟଟା ବନାଇଛି ସେ ତାକୁ ମେଜର କରିପାରୁଛି କି ନାହିଁ ସେଇଟା ହେଲା ପିଲାମାନେ ଆମର କ'ଣ ମନେ ପଡ଼ୁନି ଭ୍ୟାଲିଡିଟି ଅଫ୍ ଏ ଟେଷ୍ଟ। ଠିକ୍ ଅଛି ଗୋଟେ ମିନିଟ୍ ତ ଆମର 111 ନମ୍ବର କ୍ୱେଶ୍ଚିନ୍ଟା କ'ଣ ଅଛି ପୁଣି କଲ ଗୋଟେ ମିନିଟ୍ ପିଲାମାନେ ଦେଖ କ'ଣ ଥିଲା ଏଠି ଆମର MHRDଟା କେବେ ଆମର କ୍ରିଏଟ୍ ହେଇଛି ବା କେବେ ତିଆରି ହେଇଛି। ତ MHRD କ'ଣ ପିଲାମାନେ ପ୍ରଥମେ ଦେଖ MHRDର ଫୁଲ୍ ଫର୍ମଟା କ'ଣ। MHRD ହେଲା ମିନିଷ୍ଟ୍ରି ଅଫ୍ ହ୍ୟୁମାନ୍ ରିସୋର୍ସେସ୍ ଡେଭଲପମେଣ୍ଟ। ଠିକ୍ ଅଛି MHRD। ଆଉ ଏଇ MHRDଟା ପିଲାମାନେ ଫାଷ୍ଟ ବା ଆମେ ପ୍ରଥମେ ପିଲାମାନେ କ'ଣ ବା ତାର କେବେ କ୍ରିଏଟ୍ ହେଇଥିଲା ଏଇ MHRDଟା ମନେକ 1985ରେ MHRD କ୍ଲିୟର ହେଇଥିଲା। ପୁଣି ପରେ ଏବେ ଜଷ୍ଟ ରିସେଣ୍ଟ 2020ରେ ନାଁଟା ପିଲାମାନେ ଚେଞ୍ଜ ହେଇ କ'ଣ ହେଇଯାଇଛି କହିଲ ମନେ ରଖ ମିନିଷ୍ଟ୍ରି ଅଫ୍ ଏଜୁକେସନ୍ ପଲିସି। ଠିକ୍ ଅଛି ଆଗରୁ ଏଇଟା କ'ଣ ଥିଲା ମିନିଷ୍ଟ୍ରି ଅଫ୍ ହ୍ୟୁମାନ୍ ରିସୋର୍ସ ଡେଭଲପମେଣ୍ଟ ଆଗରୁ ଥିଲା କିନ୍ତୁ ଏବେ ଏଇଟା ଚେଞ୍ଜ ହେଇଯାଇଛି କ'ଣ ମିନିଷ୍ଟ୍ରି ଅଫ୍ ଏଜୁକେସନ୍ ପଲିସି ଏଇଟା ଏବେ ହେଇଯାଇଛି। କେବେ ହେଇଛି 2020ରେ ହେଇଛି। ଆଉ ଏଇଟା ତ ନୂଆ ତିଆରି ହେଇଥିଲା କେତେବେଳେ ହେଇଥିଲା 1985ରେ ଏଇଟା ହେଇଥିଲା। ଠିକ୍ ଅଛି ଚାଲ ଯିବା ନେକ୍ସଟ କ୍ୱେଶ୍ଚିନ୍ କି ଆଉ କ'ଣ ରହିଲା। କ୍ୱେଶ୍ଚିନ୍ ପଚାରିଛି ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଜ୍ ନଟ୍ ଏ ଲିଡରସିପ୍ ସ୍କିଲ୍। କେଉଁଟା ଗୋଟେ ଲିଡରସିପ୍ ସ୍କିଲ୍ ନୁହଁ। ଗୋଟେ ଲିଡର ପାଖରେ କମ୍ୟୁନିକେସନ୍ ସ୍କିଲ୍ ରହିବା ଦରକାର, ରିଲେସନସିପ୍ ରହିବା ଦରକାର, ଆଉ ତାପରେ ୱାର୍କ ଅର୍ଗାନାଇଜେସନ୍ ବି ରହିବା ଦରକାର। କିନ୍ତୁ ପାୱାର ହ୍ୟାଣ୍ଡ ନା ଏଇଟା ତ ନୁହଁ, ଏଇଟା ଜମା ବି ନୁହଁ। ତ ଅପସନ୍ ନମ୍ବର ଡି ପିଲାମାନେ ହେବ। ଠିକ୍ ଅଛି ଫାଷ୍ଟର କମ୍ୟୁନିକେସନ୍ ତ ତାପରେ ରହିବା ଦରକାର, ରିଲେସନସିପ୍ ରହିବା ଦରକାର, ୱାର୍କ ଅର୍ଗାନାଇଜେସନ୍ ରହିବା ତ ନେଗେଟିଭ୍ ଗୋଟିଏ ହିଁ ଅଛି ଅପସନ୍ ନମ୍ବର ଡି ଏଇଟା ରହିବା କଥା ନୁହଁ। ଚାଲ ଯିବା ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଜ୍ ନଟ୍ ଏ ଫଙ୍କସନ୍ ଅଫ୍ ଏଜୁକେସନାଲ୍ ମ୍ୟାନେଜମେଣ୍ଟ ପର୍ସନେଲ୍। ଗୋଟେ ଏଜୁକେସନାଲ୍ ମ୍ୟାନେଜମେଣ୍ଟ ପର୍ସନେଲ୍ର କେଉଁଟା ଗୋଟେ ଫଙ୍କସନ୍ ନୁହଁ ନଟ୍ ପଚାରିଛି କେଉଁଟା ଗୋଟେ ଫଙ୍କସନ୍ ନୁହଁ ଏଜୁକେସନାଲ୍ ମ୍ୟାନେଜମେଣ୍ଟ ପର୍ସନାଲ୍ ମାନେ କ'ଣ ଯେମିତି ବହୁତ ସାରା ସ୍କୁଲ୍ ମାନଙ୍କର ହେଡ୍ ଠିକ୍ ଅଛି ବା ଏଜୁକେସନ୍ ବା କିଛିଟା ଏମିତି ଡିପାର୍ଟମେଣ୍ଟକୁ କିଛିଟା କଲେଜ ଫଲେଜ ଯୋଉଟା ହ୍ୟାଣ୍ଡେଲ୍ କରୁଥିବେ। ଠିକ୍ ଅଛି ଦେଖ କେଉଁଟା ତାଙ୍କର ଫଙ୍କସନ୍ ନୁହେଁ ମୋବିଲାଇଜିଂ ଆଣ୍ଡ ଆଲୋକେଟିଂ ରିସୋର୍ସେସ୍ ତ ଏଇଟା ହେବ ଏଇଟା ତାଙ୍କ ଫଙ୍କସନ୍। ଡିଜାଇନିଂ ଆଣ୍ଡ ଡେଭଲପିଂ ରିଫର୍ମ ମେଜର୍ସ ଡିଜାଇନିଂ ଆଣ୍ଡ ଡେଭଲପିଂ ଏଇଟା ତ ହେବ ଏଇଟା ବି ହେବ। ଫାର୍ମିଂ ଏଜୁକେସନାଲ୍ ଅବଜେକ୍ଟିଭ୍ ଆଣ୍ଡ ପଲିସିଜ୍ ହଁ ଏଜୁକେସନାଲ୍ ଅବଜେକ୍ଟିଭ୍ ପଲିସିଜ୍କୁ ଆମର ନୂଆ ତିଆରି କରିବେ। ଟେକିଂ ଡିସିସନ୍ କନସଲ୍ଟିଂ ଏମାନେ କ'ଣ ଡିସିସନ୍ ନେବେ ପ୍ୟାରେଣ୍ଟସ୍ ମାନଙ୍କ ଡିସିସନ୍ ଏଜୁକେସନାଲ୍ ପର୍ସନାଲ୍ ମାନେ ପ୍ୟାରେଣ୍ଟସ୍ ମାନଙ୍କ ସହ କିଛି ତାଙ୍କର କନେକ୍ସନ୍ ନାହିଁ। ପ୍ୟାରେଣ୍ଟସ୍ ମାନଙ୍କ ସହ ଡିସିସନ୍ କେଉଁମାନେ ନେବେ ଯେଉଁଟା ସବୁ ସ୍କୁଲରେ ଯେଉଁ ସବୁ ସୋସାଇଟି ଗୁଡ଼ା ହେଇଥିବ SMDC। ଠିକ୍ ଅଛି ସ୍କୁଲ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ ସୋସାଇଟି SMDC ଏଇ ଯେଉଁ କମିଟି ପରା ସ୍କୁଲ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ କମିଟି ଯେଉଁ SMDC ହଉ ଏଇସବୁ ଯେଉଁ କମିଟି ଗୁଡ଼ା ହେଉଛି ସେମାନେ ସବୁ କନସଲ୍ଟ କରିବେ ନା ପ୍ୟାରେଣ୍ଟସ୍ ମାନଙ୍କ ସହ ଆଉ ଏମାନେ କ'ଣ କନସଲ୍ଟ କରିବେନି। ତ ହେବ କ'ଣ ଅପସନ୍ ନମ୍ବର ଡି ପିଲାମାନେ ହେବ ଆନ୍ସର୍। ତାପରେ ଚାଲ ଯିବା ଆଉ କ'ଣ ଅଛି ୱାନ୍ ଇମ୍ପୋର୍ଟାଣ୍ଟ ଫଙ୍କସନ୍ ଅଫ୍ NCERTର ପିଲାମାନେ ଆମର ଇମ୍ପୋର୍ଟାଣ୍ଟ ଫଙ୍କସନ୍ ପିଲାମାନେ କ'ଣ ନୋ ଦିଆହେଇଛି କି ନା ଦେଖ 114 ତୁ ଗାଇଡ଼ ଷ୍ଟୁଡେଣ୍ଟ ମାନଙ୍କୁ କ'ଣ ଗାଇଡ଼ କରିବେ ତୁ ଗାଇଡ଼ ଟିଚର ମାନଙ୍କୁ ଗାଇଡ଼ କରିବେ ନାହିଁ। ଟୁ ଏଷ୍ଟାବ୍ଲିଶ ହ୍ୟୁମାନ୍ ରିସୋର୍ସ ଡେଭଲପମେଣ୍ଟ ସେଣ୍ଟର ନା ଏଇଟା ତ ଏଇଟା ଟିକେ ହୋଲ୍ଡ ରଖିବା। ଟୁ ଡିସ୍କ୍ରିମିନେଟ୍ ଇମ୍ପ୍ରୁଭ୍ ଏଜୁକେସନାଲ୍ ଟେକ୍ନିକ୍ ଆଣ୍ଡ ପ୍ରାକ୍ଟିସେସ୍ ଇନ୍ ଦି ସ୍କୁଲ ଏଇଟା ହେବ ଅପସନ୍ ନମ୍ବର ଡିଟା ହେବ। ଟୁ ଡିସ୍କ୍ରିମିନେଟ୍ ଇମ୍ପ୍ରୁଭଡ୍ ଏଜୁକେସନାଲ୍ ଟେକ୍ନିକ୍ ଇମ୍ପ୍ରୁଭ୍ କରାହେବ ଏଜୁକେସନାଲ୍ ଟେକ୍ନିକ୍ ସ୍କୁଲ ମାନଙ୍କରେ ଏଇଟା ହେବ ଅପସନ୍ ନମ୍ବର ଡି ହେବ। ଷ୍ଟୁଡେଣ୍ଟ ମାନଙ୍କୁ ନା ଏଇଟା ତ ନୁହଁ ତ ଅପସନ୍ ନମ୍ବର ଡି ପିଲାମାନେ ହେବ ଆନ୍ସର୍। ଠିକ୍ ଅଛି ହ୍ୟୁମାନ୍ ରିସୋର୍ସ ଡେଭଲପମେଣ୍ଟ ତ ଏଇଟା ଜମା ବି ନୁହଁ। NCERT କେବେ ହ୍ୟୁମାନ୍ ରିସୋର୍ସ ଡେଭଲପମେଣ୍ଟ ସେଣ୍ଟର ଗୁଡ଼ା କେଉଁଠି ତିଆରି କରିଛି କାହିଁ କରିନି ନା ତ ଆର ଆନ୍ସର୍ ପିଲାମାନେ ହେବ ଅପସନ୍ ନମ୍ବର ଡି। ତାପରେ ଚାଲ ଯିବା ୟୁନିଭର୍ସିଟି ଗ୍ରାଣ୍ଟସ୍ କମିଶନ୍ ବା UGC ଏଇଟା ପିଲାମାନେ ଆମର ଫର୍ମାଲି କେବେ ଏଷ୍ଟାବ୍ଲିଶ ହେଇଥିଲା ଆମର ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ବାଇ ଆନ୍ ଆକ୍ଟ ଅଫ୍ ପାର୍ଲିଆମେଣ୍ଟ ଇନ୍ ଦ ଇୟର। ପିଲାମାନେ ଆମର ଯେଉଁ UGC ୟୁନିଭର୍ସିଟି ଗ୍ରାଣ୍ଟସ୍ କମିଶନ୍ ଏଇଟା କେବେ ହେଇଥିଲା ପିଲାମାନେ ମନେ ରଖ ପ୍ରଥମେ ଗୋଟେ ଆକ୍ଟ ଅନୁସାରେ ଏଇଟା ହେଇଥିଲା କେବେ ହେଇଥିଲା ମନେ ରଖ
1953 रे ହେଇଥିଲା ପ୍ରଥମେ। ଠିକ ଅଛି, ଏଠି ତ ଅପସନ ନାହିଁ କ'ଣ ପାଇଁ ନାହିଁ ତମମାନଙ୍କୁ ଆଉ ଟିକେ ପୂର୍ବ ତମକୁ ବୁଝେଇ ଦଉଛି ଦେଖ। 1953 ଆମର ୟୁଜିସି ବା ୟୁନିଭର୍ସିଟି ଗ୍ରାଣ୍ଟ କମିଶନ ପିଲାମାନେ କ'ଣ ପାଇଁ ହେଇଥିଲା ମନେ ରଖ। ସେତେବେଳେ ନ 3ଟି ୟୁନିଭର୍ସିଟିକୁ ବା ତଦାରଖ କରିବା ପାଇଁ ଏଇ ୟୁଜିସି ହେଇଥିଲା। 3ଟି ୟୁନିଭର୍ସିଟି କ'ଣ? ଗୋଟେ ହେଲା ଆଲିଗଡ଼ ୟୁନିଭର୍ସିଟି, ଆଉ ଗୋଟେ ହେଲା ବନାରସ ୟୁନିଭର୍ସିଟି, ଆଉ ଗୋଟେ ହେଲା ପିଲାମାନେ ଦିଲ୍ଲୀ ୟୁନିଭର୍ସିଟି। ଠିକ ଅଛି, ଏଇ 3ଟି ଯୋଉ ୟୁନିଭର୍ସିଟି ରହିଲା ଆଲିଗଡ଼, ବନାରସ ଆଉ ଦିଲ୍ଲୀ, ଏଇ 3ଟି ୟୁନିଭର୍ସିଟିକୁ ତାଙ୍କର ତଦାରଖ କରିବା ବା ତାକୁ ଅର୍ଗାନାଇଜ କରିବା ବା ଏମିତି କହିବାକୁ ଗଲେ ତାଙ୍କ ଉପର ତାଙ୍କୁ କଣ୍ଟ୍ରୋଲ କରିବା ପାଇଁ ଏଇ ୟୁଜିସିକୁ ପିଲାମାନେ ଆମର ଏଷ୍ଟାବ୍ଲିଶ କରାହେଇଥିଲା। କିନ୍ତୁ ଲେଟର ଷ୍ଟେଜରେ ପିଲାମାନେ କିଏ ତାକୁ ଚେଞ୍ଜ କଲେ ମନେ ରଖ। ଆମର ଯିଏ ଥିଲେ ବା ଆମର ସେଇ ଟାଇମରେ ଯିଏ ଥିଲେ ଏଜୁକେସନ ମିନିଷ୍ଟର ଠିକ ଅଛି, ଏଜୁକେସନ ମିନିଷ୍ଟର ଆମର ଫାଷ୍ଟ ଏଜୁକେସନ ମିନିଷ୍ଟର କିଏ ଥିଲେ ସେଇ ଟାଇମରେ? କାରଣ 1953 ମାନେ କ'ଣ ଜଷ୍ଟ ସ୍ୱାଧୀନ ହଉଛି ଆମର ଭାରତ। ଠିକ ଅଛି, ସେଇ ଟାଇମର ଏଜୁକେସନ ମିନିଷ୍ଟର ଆମର କିଏ ଥିଲେ? ମୌଲାନା, କହିବାକୁ ଗଲେ ମୌଲାନା ଅବୁଲ କାଲାମ ଆଜାଦ ଥିଲେ ଆମର ଫାଷ୍ଟ ଏଜୁକେସନ ମିନିଷ୍ଟର। ଠିକ ଅଛି, ଇଏ ହେଲା ଆମର ଫାଷ୍ଟ ଏଜୁକେସନ ମିନିଷ୍ଟର କିଏ? ମୌଲାନା ଅବୁଲ କାଲାମ ଆଜାଦ। ଠିକ ଅଛି, ଇଏ ହେଲା ଆମର କ'ଣ ଫାଷ୍ଟ ଏଜୁକେସନ ମିନିଷ୍ଟର। ସିଏ ପିଲାମାନେ କ'ଣ ଗୋଟେ ଆକ୍ଟ ଆଣିଲେ, କୋଉ ଆକ୍ଟ ଆଣିଲେ? ୟୁଜିସି ଆକ୍ଟ 1956। ଏଇ ୟୁଜିସି ଆକ୍ଟ 1956ରେ ଏଇ ଯୋଉ ଥିଲା ଆମର ୟୁଜିସି କୁ ସିଏ କ'ଣ କଲା ଗୋଟେ ଷ୍ଟାଟ୍ୟୁଟାରୀ ବଡି କରିଦେଲେ। ଷ୍ଟାଟ୍ୟୁଟାରୀ ବଡି ବା ଅଟୋନମସ୍ ବଡି। ଠିକ ଅଛି, ଅଟୋନମସ୍ ବଡି କରିଦେଲେ। ସେଥିପାଇଁ ଏଠି ପିଲାମାନେ ଅପସନ ଅଛି 1956। ଠିକ ଅଛି, ତ ଆନ୍ସର ହବ ପିଲାମାନେ ଅପସନ ନମ୍ବର ବି ହବ ଆନ୍ସର 1956। କ'ଣ ପାଇଁ 1953 ଦେଇନି ଆଉ କ'ଣ ପାଇଁ 1956 ଆନ୍ସର ହବ ତମମାନଙ୍କୁ କହିଦେଲେ। ଠିକ ଅଛି, ତମମାନେ ଟିକେ ନୋଟ ବନେଇବ, ଗୋଟେ ବଢିଆ ଲେଭେଲର କ୍ୱେଶ୍ଚିନ୍ଟା। ତାପରେ ଦ ଅଥର ଅଫ ଦ ବୁକ୍ ଫ୍ରେମ୍ସ ଅଫ ମାଇଣ୍ଡ। ଫ୍ରେମ୍ସ ଅଫ ମାଇଣ୍ଡର ବୁକ୍ଟାକୁ କିଏ ପିଲାମାନେ ଲେଖିଥିଲେ? ପିଲାମାନେ ହାୱାର୍ଡ ଗାର୍ଡନର। ଆଉ ତାଙ୍କ ବିଷୟରେ ମୁଁ ଗୋଟେ ଫୁଲ ଫ୍ଲେଜେଡ୍ ପିଲାମାନେ ଭିଡ଼ିଓ ୟୁଟ୍ୟୁବରେ ଅପଲୋଡ଼ କରିଦେଇଛି। ତମମାନେ ଯାଇକି ଟିକେ ସେ ଭିଡ଼ିଓଟାକୁ ଦେଖିଦେବ। ଦେଖ ହାୱାର୍ଡ ଗାର୍ଡନରଙ୍କ ବିଷୟରେ ଡାଇରେକ୍ଟ କ୍ୱେଶ୍ଚିନ୍ ପଚାରିଲା କି ନାହିଁ, ଫ୍ରେମ୍ସ ଅଫ ମାଇଣ୍ଡ। ଆଉ ଫ୍ରେମ୍ସ ଅଫ ମାଇଣ୍ଡ ବିଷୟରେ ଭିଡ଼ିଓ ଅପଲୋଡ଼ ଅଛି, ତମମାନେ ଯାଇକି ତାକୁ ଦେଖିଦେବ। ଠିକ ଅଛି, କାରଣ ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ ସେ ଭିଡ଼ିଓଟା ପୁରା ହାୱାର୍ଡ ଗାର୍ଡନରଙ୍କ ବିଷୟରେ ଯାହା ଯାହା କ୍ୱେଶ୍ଚିନ୍ ପଚାରି ସବୁ ତକ କ୍ୱେଶ୍ଚିନ୍ ଗୁଡ଼ାକର ଯେଉଁ ସାରାଂଶ ଗୁଡ଼ା ତାକୁ ପିଲାମାନେ ଆଡ଼ କରିକି ମୁଁ ଭିଡ଼ିଓ ବନେଇଛି। ନହେଲେ ତମମାନଙ୍କ ପାଇଁ ଗୋଟେ ନୋଟ୍ ପିଲାମାନେ ବି ବନେଇଛି, ଗୋଟେ ମିନିଟ୍ର ମୁଁ ତମମାନଙ୍କୁ ଦେଖାଉଛି। କେମିତି ଦେଖେଇବା ରୁହ। ଏଠି ଦେଖ, ଗୋଟେ ମିନିଟ୍କୁ ଫୁଲ୍ ସ୍କ୍ରିନ୍ କରିବା ଥାଉ। ଫୁଲ୍ ସ୍କ୍ରିନ୍ କ'ଣ ପାଇଁ କରିବା? ଦେଖ ତମମାନଙ୍କୁ ଏଇ ଯେଉଁ ନୋଟ୍ଟା ପିଲାମାନେ ନାହିଁ, ଏଇ ଯେଉଁ ନୋଟ୍ଟା ଯେଉଁଥିରେ କି ତମମାନଙ୍କୁ ଏଇଟା ହାୱାର୍ଡ ଗାର୍ଡନର କେଉଁଠି ଆମର ଅଛି? ହାୱାର୍ଡ ଗାର୍ଡନର ତାଙ୍କ ବିଷୟରେ ମଲ୍ଟିପୁଲ ଇଣ୍ଟେଲିଜେନ୍ସ ଥିଓରି ସେ ଦେଇନଥିଲେ? ଏଇ ଯେଉଁ ଲେଖା ହେଇଛି ତମମାନଙ୍କୁ ଦେଖିପାରୁଥିବ, କଲରଟାକୁ କରିଦିଏ। ଦେଖ ଏଇ ଯେଉଁ ହାୱାର୍ଡ ଗାର୍ଡନର ଏଠି ଲେଖା ହେଇଛି, ତାଙ୍କର ଯେଉଁ ମଲ୍ଟିପୁଲ ଇଣ୍ଟେଲିଜେନ୍ସ ଥିଓରି, ଏ ମଲ୍ଟିପୁଲ ଇଣ୍ଟେଲିଜେନ୍ସ ଥିଓରି ବିଷୟରେ ସେ ପ୍ରଥମେ କେଉଁ ବୁକ୍ରେ କହିଥିଲେ? ଫ୍ରେମ୍ସ ଅଫ ମାଇଣ୍ଡ। ଠିକ ଅଛି, ଆ ପ୍ରିଭିୟସ୍ ଇୟରରେ ଡାଇରେକ୍ଟ କ୍ୱେଶ୍ଚିନ୍ ପଚାରିଛି, ତମମାନଙ୍କୁ ଦେଖିଦେଲ। ଆଉ ଆର ଯେଉଁ ନୋଟ୍ ଗୁଡ଼ା ନା ସବୁତକ ମୁଁ ଦେଇଦେଇଛି କେଉଁଠି କହିଲ? ତମର ଏଇ ଯେଉଁ ମୋ ଟେଲିଗ୍ରାମ ଚ୍ୟାନେଲରେ ତା ନୋଟ୍ ଗୁଡ଼ା ଅପଲୋଡ଼ କରିଦେଇଛି। କେଉଁଠି ଅଛନ୍ତି ହାୱାର୍ଡ ଗାର୍ଡନର? ରୁହ ତମେ ଦେଖେଇ ଦେଉଛି। ଟେଲିଗ୍ରାମରେ ନୋଟ୍ ଗୁଡ଼ା ସବୁ ଅପଲୋଡ଼ ଅଛି। ଆମର ଷ୍ଟମ୍ବର ଗଲେ, କାର୍ଲ ରୋଜର୍ସ ଗଲେ, କୁଆଡ଼େ ଗଲେ? ଆଲଫାଡ ମିନିଟ୍ କୋଉଟା ଗଲା? ମୁଁ କେଉଁ ପେଜ୍ ଲେଖା ହେଇଛି ଜାଣିଥିଲେ ବାହାର କରିଦେବା। ହାୱାର୍ଡ ଗାର୍ଡନର 81। ଠିକ ଅଛି, 81 ନମ୍ବର ପେଜ୍ଟା। ଦେଖ ଏଠି ହାୱାର୍ଡ ଗାର୍ଡନର ତାଙ୍କ ବିଷୟରେ ପିଲାମାନେ ଯେଉଁ କହିନଥିଲି ଫ୍ରେମ୍ସ ଅଫ୍ ମାଇଣ୍ଡ, ତାଙ୍କର ବୁକ୍ଟା ଦେଇଛନ୍ତି। ଦେଖ ନୋଟ୍ରେ ମୁଁ ଡାଇରେକ୍ଟ ମେନସନ୍ କରିଛି ଫ୍ରେମ୍ସ ଅଫ୍ ମାଇଣ୍ଡ କେଉଁ ଟାଇମ୍ରେ ବି ସେ ଲେଖିଥିଲେ ବା କ'ଣ ସବୁ ଥିଲା ତାଙ୍କର ସବୁ ଜିନିଷ ଉପରେ ଡିଟେଲ୍ ଗୋଟେ ଭିଡ଼ିଓ ବି ମୁଁ ଅପଲୋଡ଼ କରିଦେଇଛି ୟୁଟ୍ୟୁବରେ। ଠିକ ଅଛି, ଯେଉଁମାନେ ଦେଖିନାହାନ୍ତି ଯାଇକି ଦେଖିଦେବେ। ନହେଲେ ଯେଉଁମାନେ ଏଇ ଯେଉଁ ନୋଟ୍ସଟା ନେବାକୁ ଚାହୁଁଛନ୍ତି, ତମାନେ 100 ଟଙ୍କା ଦେଇକି ମୋ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରିଦିଅ। ଏ ସବୁତିକ ନୋଟ୍ସ ଗୁଡ଼ା ମୋ ଟେଲିଗ୍ରାମ ଚ୍ୟାନେଲ ତମାନେ ପାଇଯିବ 100 ଟଙ୍କା ଦେଇକି ଜଏନ୍ କଲେ। ଠିକ ଅଛି, ଟୋଟାଲ ଉପରେ କହିବାକୁ ଗଲେ ତମେ ସବୁତିକ ସାଇଣ୍ଟିଷ୍ଟ ମାନଙ୍କର ନୋଟ୍ ଗୁଡ଼ା ପାଇଯିବ। ଆଉ ଯେଉଁମାନେ ବି ତମେ ହାୱାର୍ଡ ଗାର୍ଡନରଙ୍କ ବିଷୟରେ ଏଇ ନୋଟ୍ ଗୁଡ଼ା ନେବାକୁ ଚାହୁଁଛ, ଏବେ ସ୍କ୍ରିନସଟ୍ ନହେଲେ ରଖିଦିଅ। ଏଇଟା ହେଲା ପ୍ରଥମ ପେଜ୍ର ସ୍କ୍ରିନସଟ୍ ରଖିଦିଅ, ସେକେଣ୍ଡ ପେଜ୍ର ସ୍କ୍ରିନସଟ୍ ରଖିଦିଅ, ଏଇଟା ହେଲା ଥାର୍ଡ଼, ଫୋର୍ଥ, ଫିଫ୍ଥ, ସିକ୍ସଥ, ସେଭେନ୍ଥ, ଏଇଟ୍, ଏତିକି ସ୍କ୍ରିନସଟ୍ ରଖିଦିଅ। ତାଙ୍କର ଯେଉଁ 8 ପ୍ରକାର ଥିଲା ଇଣ୍ଟେଲିଜେନ୍ସ, ଯେଉଁ 8 ପ୍ରକାର ଇଣ୍ଟେଲିଜେନ୍ସ ତା ବିଷୟରେ ବି ତମାନେ
ହେଲେ ଆଉ ଗୋଟେ ଭିଡ଼ିଓ ଦେଖିକି ପଢ଼ିଦିଅ। ଦେଖ ଡାଇରେକ୍ଟ କ୍ୱେଶ୍ଚିନ୍ ପଚାରୁଛି କି ନାହିଁ। ଆଉ ତମମାନେ ଏଇ ଗୋଟିଏ ନୋଟ୍ରେ ସବୁତିକ ସାଇଣ୍ଟିଷ୍ଟ ମାନଙ୍କର ସବୁତିକ ସାଇଣ୍ଟିଷ୍ଟ ପାଖାପାଖି କେତେ 15 ଜଣ ସାଇଣ୍ଟିଷ୍ଟଙ୍କର ଯେତିକ ସାଇଣ୍ଟିଷ୍ଟ ଅଛି ତମାନେ ଦେଖୁଛ ସମସ୍ତଙ୍କର ନୋଟ୍ ପିଲାମାନେ ତମାନେ ମୋ ଟେଲିଗ୍ରାମ ଚ୍ୟାନେଲରେ ପାଇପାରିବ। ଜଏନ୍ କରିବ କେମିତି ଡେସ୍କ୍ରିପ୍ସନ୍ ନମ୍ବର ଅଛି, ନହେଲେ ଏଇ ନମ୍ବରରେ 7894749676 ଏଇ ନମ୍ବରରେ ପିଲାମାନେ ମୋତେ ଗୋଟେ ହାଇ ପଠାଇଦେବ। ଠିକ୍ ଅଛି। ତାପରେ ମୋ ଟେଲିଗ୍ରାମର ଲିଙ୍କ୍ ତମମାନଙ୍କୁ ମୁଁ ପ୍ରୋଭାଇଡ଼ କରିଦେବି ଇଏରେ ହେଲା। ହାଇ ପଠାଇଦେଲା ପରେ ମୋତେ ଗୋଟେ 100 ଟଙ୍କାଟେ ପେ କରିଦେବ। 100 ଟଙ୍କାଟେ ପେ କରିକି ତମମାନେ ମୋ ଟେଲିଗ୍ରାମର ଲିଙ୍କ୍ ପାଇଯିବ ଆରାମସେ। ତମମାନେ ଏଇ ନମ୍ବରରେ ମୋତେ ମେସେଜ୍ କରିକି ଟେଲିଗ୍ରାମର ଲିଙ୍କ୍, ନହେଲେ ସବୁ ଭିଡ଼ିଓର ଡେସ୍କ୍ରିପ୍ସନ୍ରେ ପିଲାମାନେ ଏଇ ନମ୍ବର ମେନ୍ସନ୍ ଅଛି। ତମମାନେ ଯାଇକି ମୋତେ ମେସେଜ୍ କରି ଦେଖିପାରୁଛ କି ଡାଇରେକ୍ଟ କ୍ୱେଶ୍ଚିନ୍ ପଚାରୁଛି ବି। ଠିକ୍ ଅଛି। ଏବେ ଚାଲନ୍ତୁ ଆମେ ଯିବା ଇଏକୁ ଯିବା, ଆମର ସ୍ଲାଇଡ଼୍କି ଯିବା। ଗୋଟେ ମିନିଟ୍ ପିଲାମାନେ, କେଉଁଠି ଥିଲେ ଏଠି, ଆମେ ଏଇଠି ଥିଲେ। ଠିକ୍ ଅଛି। ଏଇ ଯେଉଁ ଫ୍ରେମ୍ସ ଅଫ୍ ମାଇଣ୍ଡ କିଏ ଦେଇଥିଲେ ପିଲାମାନେ? ଆମର ହାୱାର୍ଡ଼ ଗାର୍ଡନର ଦେଇଥିଲେ। ଠିକ୍ ଅଛି। ତମମାନଙ୍କୁ ଦେଖାଇଥିଲେ ହାୱାର୍ଡ଼ ଗାର୍ଡନର କ'ଣ ଦେଇଥିଲେ। ତାପରେ ଚାଲ ଯିବା ନେକ୍ସଟ କ୍ୱେଶ୍ଚିନ୍ କି ଦ ଇମ୍ପୋର୍ଟାଣ୍ଟ ଡେଭଲପମେଣ୍ଟାଲ ଟ୍ୟାକ୍ସ ଅଫ୍ ଡିଫରେଣ୍ଟ ଫେଜେସ୍। ଠିକ୍ ଅଛି। ଇମ୍ପୋର୍ଟାଣ୍ଟ ଡେଭଲପମେଣ୍ଟାଲ ଟ୍ୟାକ୍ସ ଅଫ୍ ଡିଫରେଣ୍ଟ ଫେଜେସ୍ ଅଫ୍ ଲାଇଫ୍ ସ୍ପାନ୍ କିଏ ପିଲାମାନେ ଦେଇଥିଲେ? ଷ୍ଟେଜେସ୍ କଥା ପଚାରିଛି ବା ଡିଫରେଣ୍ଟ ଡେଭଲପମେଣ୍ଟାଲ ଟ୍ୟାକ୍ସ, ଷ୍ଟେଜେସ୍ ନୁହଁ, ଇମ୍ପୋର୍ଟାଣ୍ଟ ଡେଭଲପମେଣ୍ଟାଲ ଟ୍ୟାକ୍ସ ପିଲାମାନେ ଦେଇଥିଲେ। ଯଦି ଷ୍ଟେଜେସ୍ କଥା ପଚାରିଥାନ୍ତା ଆମେ ଡାଇରେକ୍ଟ ମାରିଥାନ୍ତେ ପ୍ୟାଜେଟ୍, କାରଣ ପ୍ୟାଜେଟ୍ ଆମର 4ଟି ଷ୍ଟେଜେସ୍ ଦେଇଥିଲେ। ଠିକ୍ ଅଛି। ଆଉ କମେଣ୍ଟରେ କୁହ ପ୍ୟାଜେଟ୍ଙ୍କର 4ଟି ଷ୍ଟେଜେସ୍ କ'ଣ। ଆଉ ଏଇ ପ୍ୟାଜେଟ୍ଙ୍କର ଷ୍ଟେଜେସ୍ ବିଷୟରେ ବି ମୁଁ ପୁରା ନୋଟ୍ରେ ପିଲାମାନେ ଦେଇଛି। ଏଇଠି ଦେଖିପାରୁଥିବ ଲେଖା ହେଇଛି କି ନା, ଏଇଠି କେଉଁଠି କିନା ଲେଖା ହେଇଛି ଦେଖ, କ'ଣ ଲେଖା ହେଇଛି ଉପରେ ଏଇଠି ପ୍ରଥମ ପେଜ୍ରେ। ଏଇଠି ଦେଖ ଜିନ୍ ପ୍ୟାଜେଟ୍ ତାଙ୍କର 4ଟି ଯାକ ଷ୍ଟେଜ୍ ବିଷୟରେ ବି ମୁଁ ନୋଟ୍ରେ ପୁରା ମେନ୍ସନ୍ କରିଦେଇଛି। ତୁମମାନେ ଟେଲିଗ୍ରାମରେ ଜଏନ୍ କରିକି ନେଇପାରିବ ଏଇ ନୋଟ୍ସଟାକୁ। ଠିକ୍ ଅଛି। ବା ୟୁଟ୍ୟୁବ୍ରେ ବି ଫ୍ରିରେ ପଢ଼େଇ ଦେଇଛି, ନହେଲେ ସେ ଭିଡ଼ିଓ ଦେଖିବି ତୁମେ ନୋଟ୍ ବନେଇଦିଅ, କିଛି ଅସୁବିଧା ନାହିଁ। କେଉଁଠି ଥିଲେ ଏଠି ଆମେ, ହଁ ଚାଲ ବ୍ୟାକ୍ କରିବା ତାକୁ। କୁଆଡ଼େ ଗଲା ଦେଖ, ଏଇଠି ଥିଲେ ଦେଖି। ଆଉ ଯେହେତୁ ଆମକୁ ଡେଭଲପମେଣ୍ଟାଲ ଟ୍ୟାକ୍ସ କଥା କହିଛି, ତାର ଆର ଆନ୍ସର ପିଲାମାନେ କ'ଣ ହେବ? ଡେଭଲପମେଣ୍ଟାଲ ଟ୍ୟାକ୍ସ କହିଛି ମାନେ ଡେଭଲପମେଣ୍ଟାଲ ଟ୍ୟାକ୍ସ ହେଲା ଆମର ଅପସନ୍ ନମ୍ବର ଡି, ସ୍କିନର। ଠିକ୍ ଅଛି। ନା ସ୍କିନର ତ ହେବନି, କେମିତି ହେବ? ଡେଭଲପମେଣ୍ଟାଲ ଟ୍ୟାକ୍ସ ଆମର କିଏ ଦେଇଥିଲେ ରେ? ଗୋଟେ ମିନିଟ୍ ରହିଲେ ପିଲାମାନେ। ନା ତ ଡେଭଲପମେଣ୍ଟାଲ ଟ୍ୟାକ୍ସ ତ ସ୍କିନର ଦେଇନଥିଲେ। ସ୍କିନର ତ ହେବନି, ପ୍ୟାଜେଟ୍ ତ ହେବନି, ହର୍ଲକ୍ ନହେଲେ ହାବିଗୁଏଷ୍ଟ। ତମେ ଏଠି କମେଣ୍ଟରେ କହିବ ମୋତେ ଲାଗୁଛି ହାବିଗୁଏଷ୍ଟ। କିଏ ହେବ? ହାବିଗୁଏଷ୍ଟ। ଏଇଟା +2 ସାଇକୋଲୋଜି ବୁକ୍ରେ ଅଛି, ହାବିଗୁଏଷ୍ଟଙ୍କ ବିଷୟରେ ଅଛି। ତମମାନେ ଟିକେ ଚେକ୍ କରିପାରିବ। +2 ଆମର କ'ଣଟି କ୍ଲାସ୍ 12 NCERTରେ ଅଛି। NCERTରେ ଆମର ଅଛି, ତମେ ଚେକ୍ କରିପାର। ତା ଆନ୍ସର ପିଲାମାନେ ହାବିଗୁଏଷ୍ଟ। ଠିକ୍ ଅଛି। ତମେ ଟିକେ ଯାଇକି ଚେକ୍ କରିପାରିବ। ତାପରେ ଯିବା ଫୁଲ୍ ଫର୍ମ ଅଫ୍ SMDC। SMDCର ପିଲାମାନେ ଫୁଲ୍ ଫର୍ମ ପିଲାମାନେ କିଏ ଜାଣିଛ କିରେ? ଆଉ ନହେଲେ ପିଲାମାନେ ତମମାନଙ୍କୁ ଟିକେ ନାକୁ କହିଦେଉଛି, ନହେଲେ ଷ୍ଟେଜେସ୍ ଗୁଡ଼ା କହିଦେଉଛି, କାଳେ ତୁମ ଡାଉଟ୍ ଥିବ ତମମାନଙ୍କୁ କହିଦେବାଟା ବେଟର୍ ହେବ ଟିକେ ନାକୁ। ଦେଖ ସେ ପିଲାମାନେ ଆମର ଡେଭଲପମେଣ୍ଟାଲ ଟ୍ୟାକ୍ସ ଦେଇଥିଲେ କେତେ ଜାଣିଛ ନା? 6ଟା ଡେଭଲପମେଣ୍ଟାଲ। ଏଇ ବିଷୟରେ ତ ଡାଇରେକ୍ଟ ପଚାରେନି, କାରଣ ଏଇଟା ସିଲାବସ୍ରେ ମେନ୍ସନ୍ ନାହିଁ। ଆମର ଯେଉଁ ହାବିଗୁଏଷ୍ଟଙ୍କର ଯେଉଁ ଟ୍ୟାକ୍ସ ଡେଭଲପମେଣ୍ଟାଲ ଟ୍ୟାକ୍ସ ବିଷୟରେ ଟୋଟାଲି ମେନ୍ସନ୍ ନାହିଁ। ଫିର୍ ବି ତୁମମାନଙ୍କୁ କହିଦେବାଟା ବେଟର୍, କାଳେ ଆଗକୁ ପଚାରିଦେବାକୁ ଏକ୍ଜାମ୍ରେ ଡେଭଲପମେଣ୍ଟାଲ। ଏଇଟା ଆଉଟ୍ ଅଫ୍ ସିଲାବସ୍ କ୍ୱେଶ୍ଚନ୍ ଗୁଡ଼ା କ'ଣ ପଚାରୁଛି? ଟ୍ୟାକ୍ସ। ଠିକ୍ ଅଛି। ଦେଖ 6ଟା ଡେଭଲପମେଣ୍ଟାଲ ଟ୍ୟାକ୍ସ ବିଷୟରେ କହିଥିଲେ। ଗୋଟେ ହେଲା ଇନଫାନ୍ସି ଟୁ ଆମର ୟାର୍ଲି ଚାଇଲ୍ଡହୁଡ୍। ଠିକ୍ ଅଛି। ଇନଫାନ୍ସି ଟୁ ଆର୍ଲି ଚାଇଲ୍ଡହୁଡ୍ କ'ଣ? ଏଇଟା କେତେ ହେବ? ବାର୍ଥ ଟୁ 6 ଇୟର୍। ଠିକ୍ ଅଛି। ଏଇଟା ହେଲା ପ୍ରଥମ ଷ୍ଟେଜ୍। ଠିକ୍ ଅଛି। ସେକେଣ୍ଡଟା ପିଲାମାନେ କ'ଣ? ସେକେଣ୍ଡ ଷ୍ଟେଜ୍ଟା ହେବ ଆମର ମିଡିଲ୍ ଚାଇଲ୍ଡହୁଡ୍। ଠିକ୍ ଅଛି। ମିଡିଲ୍ ଚାଇଲ୍ଡହୁଡ୍ ଏଇଟା କେତେରୁ କେତେ ପିଲାମାନେ? 6ରୁ 12 ଇୟର୍। ଏଇଟା ହେଲା ମିଡିଲ୍ ଚାଇଲ୍ଡହୁଡ୍। ଥାର୍ଡ଼ ଷ୍ଟେଜ୍ଟା ପିଲାମାନେ କ'ଣ ଦେଇଥିଲେ? ସିଏ ଷ୍ଟାର୍ଟ ହେଇଥିଲା ଆଡୋଲେସେନ୍ସ। ଠିକ୍ ଅଛି। 13ରୁ 18 ଇୟର୍। ଫୋର୍ଥ ଷ୍ଟେଜ୍ଟା ପିଲାମାନେ କ'ଣ ଦେଇଥିଲେ? ପିଲାମାନେ ମନେକ ୟାର୍ଲି ଆଡଲ୍ଟହୁଡ୍। ଆମର କେତେ? 19ରୁ 30 ଇୟର୍। ଠିକ୍ ଅଛି। ସେମିତି ସିକ୍ସଥ ପିଲାମାନେ, ସିକ୍ସ ଷ୍ଟେଜ୍ଟା ପିଲାମାନେ କ'ଣ ଦେଇଥିଲେ? ମିଡିଲ୍ ଏଜ୍। ମନେକ 30ରୁ 60 ଇୟର୍। ଠିକ୍ ଅଛି। ଆଉ ଲାଷ୍ଟ ହେଲା ସରି ଏଇଟା ଫିଫ୍ଥରେ ରହିବ ନା। ଲାଷ୍ଟ ହେଲା ସିକ୍ସଥରେ ପିଲାମାନେ କ'ଣ ଦେଇଥିଲେ? ପିଲାମାନେ ଲେଟର୍ ମ୍ୟାଚୁରିଟି।
ସେଇଟା ପିଲାମାନେ କେତେ 60 ବର୍ଷରୁ ପ୍ଲସ୍ ହଉ 60 ବର୍ଷରୁ ଯେତିକି ରହିଲେ ମ୍ୟାଚୁରିଟି ଆଉ ଏଇଟା ଥିଲା ତାଙ୍କର 6ଟା ଡେଭଲପମେଣ୍ଟାଲ ଟ୍ୟାକ୍ସ ଦେଇଥିଲେ। ତମେ ଟିକେ ମନେ ରଖିଦବ, ବେଶୀ ଇମ୍ପୋର୍ଟାଣ୍ଟ ନୁହଁ, ଏମିତି ପଚାରି ଦଉଛି ଇଏ କୋଶ୍ଚିନ୍ ଗୁଡ଼ା ଟିକେ ହାଇ ଲେଭୁଲର କୋଶ୍ଚିନ୍ ଗୁଡ଼ା ବେଳେବେଳେ ପଚାରିଦିଏ। ଏଇଟା ତମର ୱେଷ୍ଟେଡ୍ ସିଲାବସରେ ତ ନାହିଁ, ଖାଲି ଟ୍ୟାକ୍ସ ବିଷୟରେ ଦେଇଛି, କିନ୍ତୁ ଡେଭଲପମେଣ୍ଟ ହଉ ଛାଡ଼, ତମେ ଏତିକି ମନେ ରଖିଦବ ବେଟର ହବ, କାହିଁ ଏତେ କଥା ଆଲୋଚନା, ଠିକ ଅଛି ନା। ତ ତାପରେ ଚାଲ ଯିବା ଆମର ନେକ୍ସଟ ସ୍ଲାଇଡକୁ। ଦେଖ ଫୁଲ୍ ଫର୍ମ ଅଫ୍ ଏସ୍ଏମ୍ଡିସି। ଏସ୍ଏମ୍ଡିସି ର ପିଲାମାନେ ଫୁଲ୍ ଫର୍ମଟା କ'ଣ? ଅବଶ୍ୟ କଥା ସ୍କୁଲ ମ୍ୟାନେଜମେଣ୍ଟ ଆଣ୍ଡ ଡେଭଲପମେଣ୍ଟ କମିଟି କୋଉଠି ଲେଖା ହେଇଛି? ସ୍କୁଲ ମନିଟରିଂ ସ୍କୁଲ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟାଲ କାଉନସିଲ ନୁହଁ, ଅପସନ୍ ନମ୍ବର ସି ହବ ଆନ୍ସର। ସ୍କୁଲ ମ୍ୟାନେଜମେଣ୍ଟ ଆଣ୍ଡ ଡେଭଲପମେଣ୍ଟ କମିଟି, ମନେ ରଖ ଅପସନ୍ ନମ୍ବର ସି ହେଲା ଆନ୍ସର, ଏଠି ଲେଖା ହେଇଛି। ତାପରେ ଏଇଟା ଟିକେ ମନେ ରଖିବ, ଏଇଟା ପଚାରି ଦଉଛି, ଦେଖିବ ପ୍ରିଭିୟସ୍ ଇୟର ଯିଏ ସବୁବେଳେ ଫଲୋ ଅପ୍ କରିଦେଉ, ଯେଉଁମାନେ ପ୍ରିଭିୟସ୍ ଇୟରକୁ ବାର ବାର ପ୍ରାକ୍ଟିସ୍ କରୁଥିବେ ସେମାନେ ଜାଣିଥିବେ, କାରଣ ବାର ବାର ପଚାରୁଛି, ଖାଲି ଇଏରା ପଚାରୁଛି, ଠିକ ଅଛି। କୁଆଡ଼େ ଯିବା, ଆଉ ଗୋଟେ କୋଶ୍ଚିନ୍ କି ଚାଲ ଯିବା। ଗାର୍ଲସ ଆଜ୍ ଏ ଗ୍ରୁପ ଅଫ୍ ଟେଣ୍ଡ বা ଗାର୍ଲସ ଆଜ୍ ଏ ଗ୍ରୁପ ଟେଣ୍ଡ ଟୁ ବି ହାପିୟର ଦ୍ୟାନ୍ ବଏଜ୍। ସବୁ ପିଲା ସେ ବୟ ହଉ କି ଗାର୍ଲ ହଉ କୋଉ ସମୟରେ ବେଶୀ ହାପି ଥାନ୍ତି? କହିଲ ତମମାନେ କୋଉ ସମୟରେ ବେଶୀ ହାପି ଥିଲ? କହ କୋଉ ସମୟରେ ତମମାନେ ବେଶୀ ହାପି ଥିଲ? ମନେ ରଖ, ସମସ୍ତେ ବୟ ହଉ କି ଗାର୍ଲ ହଉ ସମସ୍ତେ ଚାଇଲ୍ଡହୁଡ୍ ଟାଇମରେ ହାପି ଥିଲେ, ଅପସନ୍ ନମ୍ବର ଏ, ଠିକ ଅଛି। ଆଉ କୋଉ ଟାଇମରେ ହାପି ନୁହଁ, ଆମମାନେ ସବୁ ପିଲାବେଳେ ବହୁତ ଖୁସି ଥିଲେ, ଯେତେ ଯେତେ ବଡ଼ ହଉଛି ସେତେ ସେତେ ଟେନସନ୍, ଠିକ ଅଛି ନା। ତ ସେ ଯୋଗୁଁ କୋଉ ସମୟରେ ପିଲାମାନେ ସମସ୍ତେ ହାପି? ଏଇ ଚାଇଲ୍ଡହୁଡ୍ ଟାଇମରେ ସବୁବେଳେ ହାପି, ଠିକ ଅଛି। ତାପରେ ଗିଫ୍ଟେଡ୍ ଚିଲଡ୍ରେନ୍ ଗୁଡ଼ାକୁ ଆମେ ଅଦରୱାଇଜ କ'ଣ କହୁଛେ? କ'ଣ କହୁଛେ? ପାୱାରଫୁଲ୍ ତ ନୁହଁ, ଟ୍ୟାଲେଣ୍ଟେଡ୍ ତ ଆମେ କହିପାରିବା, ଟ୍ୟାଲେଣ୍ଟେଡ୍। ଗିଫ୍ଟେଡ୍ ଚିଲଡ୍ରେନ୍ ଗୁଡ଼ାକୁ ଆମେ ଟ୍ୟାଲେଣ୍ଟେଡ୍ କହିପାରିବା। ଟ୍ୟାଲେଣ୍ଟେଡ୍ଟା ଟିକେ ହୋଲ୍ଡରେ ରଖିବା। ଇନଫେରିୟର ତ ନୁହଁ, ଇନଫେରିୟରଟା ନେଗେଟିଭ୍। ପାୱାରଫୁଲ୍ ତ ନୁହଁ, କ୍ରିଏଟିଭଟା ଗିଫ୍ଟେଡ୍ ତ ନୁହଁ, ନା ନା, ତ ଆର ବେଶୀ ଆପ୍ରୋପ୍ରିଏଟ୍ ପିଲାମାନେ ହେବ ଟ୍ୟାଲେଣ୍ଟେଡ୍, ଅପସନ୍ ନମ୍ବର ସି। ଗିଫ୍ଟେଡ୍ ଚିଲଡ୍ରେନ୍କୁ ଆମେ ଅଦରୱାଇଜ କ'ଣ କହୁଛେ? ଟ୍ୟାଲେଣ୍ଟେଡ୍ କହୁଛେ, କାରଣ ତାଙ୍କର ସବୁଥିରେ ଟ୍ୟାଲେଣ୍ଟେଡ୍ ଛୁଆ ଗୁଡ଼ାକୁ ଆମେ କହୁଛେ ପିଲାଟା ଟ୍ୟାଲେଣ୍ଟେଡ୍ ଅଛି, ମାନେ କ'ଣ? ଗିଫ୍ଟେଡ୍ ଚିଲଡ୍ରେନ୍। ତାପରେ ଡେଭଲପମେଣ୍ଟ ମିନ୍ସ ଏ ପ୍ରୋଗ୍ରେସିଭ୍ ସିରିଜ୍ ଅଫ୍ ଚେଞ୍ଜେସ୍ ଦ୍ୟାଟ୍ ଅକର୍ସ ଆଜ୍ ଏ ରେଜଲ୍ଟ ଅଫ୍ ମାଚୁରେସନ୍ ଆଣ୍ଡ ଏକ୍ସପିରିଏନ୍ସେସ୍। ଏଇଟା କିଏ କହିଥିଲେ? ଏଇଟା ଗୋଟେ ଷ୍ଟେଟମେଣ୍ଟ, ଏଇଟା ଆର କିଛି ଆଉ ଆନ୍ସର ତ ଆମେ କ'ଣ ବାହାର କରିବା? ଏଇଟା ଡାଇରେକ୍ଟ ଖାଲି ଆନ୍ସର ମାର ଅଛି, ଅପସନ୍ ନମ୍ବର ଡି, ଇବି ହର୍ଲକ୍। ଇବି ହର୍ଲକ୍ ଆମର କହିଥିଲେ, ଠିକ ଅଛି। ହୁଇଚ୍ ଅଫ୍ ଦ ଫଲୋଇଂ ଷ୍ଟେଟମେଣ୍ଟ ଇଜ୍ ଟ୍ରୁ ଏବାଉଟ୍ ଡେଭଲପମେଣ୍ଟ? ଡେଭଲପମେଣ୍ଟ ରିଲେଟେଡ୍ କୋଉଟା ଟ୍ରୁ କିରେ? କି ଜାଣିଛ କୁହ? ଡେଭଲପମେଣ୍ଟ ରିଲେଟେଡ୍ କୋଉଟା ଟ୍ରୁ? ଡେଭଲପମେଣ୍ଟ ବିଷୟରେ କି ପଢିଛ? ଆମର ପ୍ରଥମ ଚାପ୍ଟରର ପ୍ରଥମ ୟୁନିଟ୍, ତମର ପ୍ରଥମ ୟୁନିଟ୍ରେ ହିଁ ଗ୍ରୋଥ୍ ଆଣ୍ଡ ଡେଭଲପମେଣ୍ଟ ଏଇଟା ଲେଖା ହେଇଛି ବଡ଼ ବଡ଼ ଅକ୍ଷରରେ। କୁହ କୋଉଟା ଡେଭଲପମେଣ୍ଟ ଅନୁସାରେ ଠିକ୍? କୋଉଟା ଠିକ୍ ହବ? 122 ନମ୍ବରଟା। ଡେଭଲପମେଣ୍ଟ ଇଜ୍ କଜ୍ ବାଇ ହେରିଡିଟି ଏଲନ୍? ଜମା ବି ନୁହଁ। ଡେଭଲପମେଣ୍ଟ ଇଜ୍ ଇକ୍ୱାଲ୍ ଟୁ ଡେଭଲପମେଣ୍ଟ, ଠିକ ଅଛି, ଇଜ୍ ଇକ୍ୱାଲ୍ ଟୁ ହେରିଡିଟି ପ୍ଲସ୍ ଏନଭାରମେଣ୍ଟ। ଏଇଟା ମନେ ରଖ, ଠିକ ଅଛି। କୋଉଠି ହେରିଡିଟି ଆଉ ଏନଭାରମେଣ୍ଟ ଲେଖା ହେଇଛି? ଅପସନ୍ ନମ୍ବର ସି, ଠିକ ଅଛି, ଆନ୍ସର ହବ ଅପସନ୍ ନମ୍ବର ସି। ତାପରେ ଚାଲ, ଦ ୱାନ୍ ୱାର୍ଡ ହୁଇଚ୍ ବେଷ୍ଟ କ୍ୟାରେକ୍ଟରାଇଜେସ୍ ଆଡୋଲସେନ୍ସ ଇଜ୍ ଚେଞ୍ଜ। ଦ ଚେଞ୍ଜ ଇଜ୍ ସାଇକୋଲୋଜିକାଲ, ସୋସିଓଲୋଜିକାଲ, ଆଉ ସାଇକୋଲୋଜିକାଲ, ସୋସିଓଲୋଜିକାଲ, କ'ଣ ଦୁଇଥର ସାଇକୋଲୋଜିକାଲ ଲେଖା ହେଇଛି ନା ଟାଇପିଂ ଏରର ବା? ସାଇକୋଲୋଜିକାଲ, ସୋସିଓଲୋଜିକାଲ ଆଣ୍ଡ ପୁଣି ଥରେ ସାଇକୋଲୋଜିକାଲ, ଏଇଟା ଫିଜିକାଲ ବୋଧେ ହବ ନା କ'ଣ ଗୋଟେ ହବ ବୋଧେ। ଏଇଟା ଟାଇପ୍ ଆମର ଯିଏ ଗୁଡୁ ସାର୍ ଆମର ଟାଇପିଂ କରୁଛନ୍ତି, କ'ଣ ଭୁଲ ଭାଲ କରିଦେଇଛନ୍ତି। ଗୁଡୁ ସାର୍ ଏଇନା ଭିଡ଼ିଓରୁ ଦେଖିକି ପାଠ ପଢୁଥିବେ, ଫିର୍ ବି ଭୁଲ ଭାଲ କରିଛନ୍ତି। ହଉ ଛାଡ଼, ଏଇଟା କ'ଣ ହବ? ଯଦି ଡେଭଲପମେଣ୍ଟଟା କ'ଣ? କ୍ୟାରେକ୍ଟରିଷ୍ଟିକ୍ସ ଆଡୋଲସେନ୍ସ ଇଜ୍ ଚେଞ୍ଜ, ଦ ଚେଞ୍ଜ ଇଜ୍ ସାଇକୋଲୋଜିକାଲ। 123 ଏଇଟା ପିଲାମାନେ କିଏ କହିଥିଲେ? ମନେ ରଖ ଅପସନ୍ ନମ୍ବର ସି, ବିଗି ଆଣ୍ଡ ହଣ୍ଟ, ସେଇଟା କହିଥିଲେ, ଠିକ ଅଛି। ଡେଭଲପମେଣ୍ଟଟା କ'ଣ? କ୍ୟାରେକ୍ଟରାଇଜେସନ, ଏଇଟା କୋଶ୍ଚିନ୍ ଭୁଲ ଅଛି, ଟିକେ ଚେକ୍ କରିଦେବ ପିଲାମାନେ, ଏଇଟା କ'ଣ ରହିଲା? ଏଇଟା ତ ଆର ଆନ୍ସର ହେଲା ଅପସନ୍ ନମ୍ବର ସି, ବେଗି ଆଣ୍ଡ ହଣ୍ଟ। ତାପରେ ଚାଲୁଛି ହିରୋ ଓରସିପ୍। ହିରୋ ଓରସିପ୍ କଥା ଶୁଣିବ ମାନେ ମାରିବ ଆଡୋଲସେନ୍ସ, ଆଉ କିଛି ଭାବିବାର ନାହିଁ। ତାପରେ ହୁଇଚ୍ ଅଫ୍ ଦ ଫଲୋଇଂ ଇଜ୍ ନଟ୍ ଏ ନିଡ୍ ଅଫ୍ ଆଡୋଲସେନ୍ସ? କୋଉଟା ଆଡୋଲସେନ୍ସଙ୍କର ଗୋଟେ ନିଡ୍ ନୁହେଁ, ନଟ୍ ପଚାରିଛି। ନଟ୍ଟାକୁ ସବୁବେଳେ ଅଣ୍ଡରଲାଇନ୍ କରିଦେଉଥିବ। 125 କୋଉଟା ନିଡ୍ ନୁହେଁ? ଆସୋସିଏସନ୍ ଅପୋଜିଟ୍ ସେକ୍ସ, ଏଇଟା ତ ନିଡ୍। ସକ୍ସେସର ନିଡ୍ ଅଛି, ଅପୋଜିଟ୍ ସେକ୍ସର ନିଡ୍ ଅଛି, ନ୍ୟୁ ଏକ୍ସପିରିଏନ୍ସର ନିଡ୍ ଅଛି, ଗୋଟେ ଗୁଡ୍ ପେନ୍ର କ'ଣ ନିଡ୍? ଆନ୍ସର ନୁହଁ, ଅପସନ୍ ନମ୍ବର ଡି, ଠିକ ଅଛି। ନିଡ୍ ଥିଲେ ବି ବା ଗୁଡ୍ ପେନ୍ ଯଦି ନିଡ୍ ବି ଥିବ, ସେମାନେ ପେନ୍ ନେଇକି ପାଠ ପଢ଼ିବେନି, ଠିକ ଅଛି। ଯୋଉ ଆଡୋଲସେନ୍ସ ସମୟରେ କିଏ ପାଠ ପଢ଼େ? କେହି ପାଠ ପଢ଼ନ୍ତିନି।
ଖାଲି ଦୁଷ୍ଟାମି। Which of the following is an advantages of rubrics? rubrics ର advantages ପିଲାମାନେ କ'ଣ? rubrics ମାନେ କ'ଣ ଫାଷ୍ଟ ବୁଝ। ଯୋଉମାନେ ଜାଣିନ ଏବେ ଯାଏଁ rubrics ମାନେ କ'ଣ ମନେ ରଖ। rubrics ହେଲା ପିଲାମାନଙ୍କ ପରଫର୍ମାନ୍ସକୁ ଯାହା ମାପୁଛେ ମାନେ ପରଫର୍ମାନ୍ସକୁ ମାପିବା ପାଇଁ ଗୋଟେ ଟୁଲ୍ ୟୁଜ୍ କରୁଛେ, ସେଇ ଟୁଲ୍ଟା ହେଲା rubrics। ଏଇଠି ବି ଲେଖିଦେବା ପରଫର୍ମାନ୍ସ ମେଜରିଂ ଟୁଲ୍। ଠିକ୍ ଅଛି, ଗୋଟେ ପିଲାର ପରଫର୍ମାନ୍ସକୁ ମାପିବା ଆମେ କୋଉଥିରେ ମାପୁଛେ? rubricsରେ ହିଁ ମାପୁଛେ। ଠିକ୍ ଅଛି, ମନେ ରଖିଥିବ। ତାପରେ ଆଉ କ'ଣ ଆମର rubricsର ଆଉ କ'ଣଟା ଥିଲା କି? ହଁ, rubricsଟା ଆମର ଦୁଇ ପ୍ରକାର, ଟୁ ଟାଇପ୍ସ। rubrics ଆମର ଟୁ ଟାଇପ୍ର, ଗୋଟେ ହେଲା ଆନାଲିଟିକାଲ, ଆଉ ଗୋଟେ ପିଲାମାନେ କ'ଣ, ଗୋଟେ ଆନାଲିଟିକାଲ ଆଉ ଗୋଟେ ହେଲା ହଲିଷ୍ଟିକ୍। ଠିକ୍ ଅଛି, rubrics ତା ପାଇଁ ଗୋଟେ ଆଣିବା, ଗୋଟେ ଟେଷ୍ଟ କନଷ୍ଟ୍ରକ୍ସନ୍ ଗୋଟେ ଆଣିବା, ଗୋଟେ ଭିଡ଼ିଓ ଆଣିବା ଯେଉଁଥିରେ କି ସବୁଆର ଯେଉଁ ଟେଷ୍ଟ ତାର କେମିତି ମପାମପି ସବୁ ଜିନିଷ ବିଷୟରେ ଗୋଟେ ଡିସ୍କସନ୍ କରିବା। କେଉଁଠିକିନା ଆମେ ଥିଲେ ଏଠି? ହଁ, ଆନାଲିଟିକାଲ ମାନେ କ'ଣ? ଆନାଲିଟିକାଲ ମାନେ ସବୁ କ୍ରାଇଟେରିଆକୁ ଅଲଗା ଅଲଗା କରି ଦିଆହେଇଥିବ, ଯେଉଁଟା ହେଲା ସେଇଟା ହେଲା ଆନାଲିଟିକାଲ। ଆଉ ହଲିଷ୍ଟିକ୍ ମାନେ କ'ଣ, ସବୁ କ୍ରାଇଟେରିଆକୁ ଗୋଟେ ସ୍କୋର ଦେବା। ଯେମିତିକି ଗୋଟେ ପିଲା ଡ୍ୟାନ୍ସରେ କେତେ ପରଫର୍ମାନ୍ସ କଲା, ଗୋଟେ ପିଲାର ମ୍ୟାଥରେ କେତେ ଭଲ ସ୍କୋର ଅଛି, ଗୋଟେ ପିଲାର ଆମର MIL ସାହିତ୍ୟ କେତେ ଭଲ ପଢ଼ୁଛି, ତାର ଅଲଗା ଅଲଗା ସ୍କୋର ଦେବା। ସପୋଜ ଡ୍ୟାନ୍ସରେ ଗୋଟେ ପିଲା ସ୍କୋର ପାଇଲା 5, ମ୍ୟାଥରେ ପାଇଲା 100, MILରେ ପାଇଲା 100। ଠିକ୍ ଅଛି, ଏଇଟା ହେଲା ତା ସ୍କୋର। ହଲିଷ୍ଟିକ୍ ମାନେ କ'ଣ, ଡ୍ୟାନ୍ସ, ମ୍ୟାଥ୍ସ ଆଉ MIL ସବୁତ ମିଶିକି ଗୋଟେ ସ୍କୋର ଦେଲେ ସେ ପିଲାର ଆକ୍ଚୁଆଲି 10ରୁ ରେଟିଂ ହେଲା ପିଲାମାନେ 6। ଠିକ୍ ଅଛି, ଏଇଭଳିଆ ହଲିଷ୍ଟିକ୍ ମାନେ ସବୁତ ମିଶେଇକି ଦେବ, ଆନାଲିଟିକାଲ ମାନେ ଅଲଗା 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 ସ୍କୋର ଦେବ। କେଉଁଥିରେ ସ୍କୋର ଦେବ? ଏଇ rubricsରେ। ଠିକ୍ ଅଛି, rubricsଟା ଦୁଇ ପ୍ରକାର, ଗୋଟେ ଆନାଲିଟିକାଲ rubrics, ଗୋଟେ ହଲିଷ୍ଟିକ୍ rubrics। ହଲିଷ୍ଟିକ୍ ମାନେ କ'ଣ, ସବୁଟିକ ସ୍କୋରକୁ ଗୋଟେ ଜାଗାରେ ଦେଇଦେବ ହଲିଷ୍ଟିକ୍। ଆନାଲିଟିକାଲ ମାନେ କ'ଣ, ଅଲଗା 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 ସ୍କୋର ଦେବ। ଠିକ୍ ଅଛି, ତମେ ଟିକେ ନୋଟ୍ରେ ଏଇଟା ମେନସନ୍ କରିଦେବ, ଏଇଟା ଇମ୍ପୋର୍ଟାଣ୍ଟ ଜିନିଷଟା ପଚାରିନି ଏତେ। ଏଇ ଆନାଲିଟିକାଲ rubrics ହଲିଷ୍ଟିକ୍ rubrics ବିଷୟରେ ପଚାରିନି, ଫିର୍ ବି ତମେ ଟିକେ ମନେ ରଖିଦେବା କ'ଣ ଇଏ। ଠିକ୍ ଅଛି, ତାର ଆନ୍ସର କ'ଣ ହେବ? 126 ନମ୍ବର ଆନ୍ସରଟା ତ କ'ଣ ହେବ? 126। rubrics ଇଜ୍ ଏ ଟୁଲ୍ ଅଫ୍ ଆସେସମେଣ୍ଟ, ଏଇନା ତ କହିଲି। ମେ ବି ୟୁଜ୍ଡ ବା ମେ ବି well used both self as evaluation device ଆଉ external evaluation device। ଏଇଟା ହେବ rubricsଟାକୁ ଆମେ ସେଲ୍ଫ ବା ନିଜେ ବି ୟୁଜ୍ କରିକି ବୁଝିପାରିବା, ଆଉ ଜଣେ ବି ତାକୁ ଆମ ଉପରେ ୟୁଜ୍ କରିକି ବୁଝିପାରିବ। ସେଥିଯୋଗୁଁ ଆକୁ ପିଲାମାନେ କ'ଣ କହନ୍ତି ନା, ସ୍କୋରିଂ ଟୁଲ୍ ବି ଆକୁ କହନ୍ତି। rubrics ଇଜ୍ ଇକ୍ୱାଲ୍ ଟୁ ସ୍କୋରିଂ ଟୁଲ୍। ଠିକ୍ ଅଛି, କ'ଣ ପାଇଁ ସ୍କୋରିଂ ଟୁଲ୍ କହନ୍ତି? କାରଣ ତମେ ନିଜେ ବି ନିଜକୁ ରେଟ୍ କରିପାରିବ, ଆଉ ନିଜେ ବି ଅନ୍ୟ ଜଣେ ବି ତମମାନଙ୍କ ଉପରେ ସ୍କୋର କରିପାରିବ rubrics ସାହାଯ୍ୟରେ। ଠିକ୍ ଅଛି, ଯେମିତିକି ତାର rubricsର ବହୁତ ସାରା କ୍ରାଇଟେରିଆ ରୁହେ। ଯେମିତି rubrics ବନେଇଲା ବେଳେ ବହୁତ ସାରା କ୍ରାଇଟେରିଆ ରୁହେ। ଯେମିତି ସପୋଜ ତମେ MIL ପାଇଁ rubrics ବନଉଛ, MIL ପାଇଁ rubrics ବନଉଛ, କେଉଁଭଳିଆ କ୍ରାଇଟେରିଆ ରଖିଥିବ? ତମେ ରଖିଥିବ ଲେଖାର ଶୈଳୀଟାକୁ ରଖିଥିବ, ଲେଖାର ଶୈଳୀ। ଗୋଟେ ପିଲାଟେ MILକୁ କେମିତି ଲେଖୁଛି, ଲେଖାର ଶୈଳୀ ଗୋଟେ ପ୍ରକାର କ୍ରାଇଟେରିଆ, ଆଉ ଗୋଟେ ବ୍ୟାକରଣ ଗୋଟେ ପ୍ରକାର କ୍ରାଇଟେରିଆ। ଯଦି ଗୋଟେ ପିଲାର ଏମିତି ଭାଗ ଭାଗ କରିଥିବ ନା, rubricsଟାକୁ ଏମିତି ଭାଗ ଭାଗ କରିଦେଇଥିବ, ଉପରେ ଏମିତି ଥିବ, ଏଇ ସାଇଡ଼୍ରେ ଏମିତି ଥିବ, ଭାଗ ଭାଗ କରିଦେଇଥିବ। ଏଇ ଯୋଉ କ୍ରାଇଟେରିଆ ଦୁଇଟା ରଖିଥିବ, ଗୋଟେ ହେଲା ଲେଖାର ଶୈଳୀ ଆଉ ଗୋଟେ ହେଲା ବ୍ୟାକରଣ। ଏଇଭଳିଆ ଭାବେ କ୍ରାଇଟେରିଆ ରଖିକି ଯୋଉ rubricsଟା ବନେଇଥିବ, ସେଇଟା ଗୋଟେ ପ୍ରକାର ସ୍କୋରିଂ ଟୁଲ୍ ବୋଲି ତାକୁ କହନ୍ତି। ଆଉ ତମେ ବନେଇବ କ୍ରାଇଟେରିଆ, ତମେ ଏଇଟାକୁ ଡିଟେଲ୍ ଗୋଟେ ଜିନିଷରେ ବୁଝିବା। ଠିକ୍ ଅଛି, ଏବେ ଅଲରେଡ଼ି ତମମାନଙ୍କୁ ବି ବହୁତ ଇନଫର୍ମେସନ୍ ଦେଇସାରିଲେଣି। ଆକୁ ଗୋଟେ ନୋଟ୍ ବନେଇଦେବ, ଆଉ ଗୋଟେ ଭିଡ଼ିଓରେ ବା ଗୋଟେ ସ୍ପେଶାଲ୍ ଭିଡ଼ିଓଟେ ଆଣିବା rubrics ଉପରେ। ଠିକ୍ ଅଛି, ତାପରେ କୋ କରିକୁଲାର ଆକ୍ଟିଭିଟି। କୋ କରିକୁଲାର ଆକ୍ଟିଭିଟି ମାନେ କ'ଣ? ଫାଷ୍ଟ କରିକୁଲାର କ'ଣ, କୋ କରିକୁଲାର କ'ଣ? ହଁ, କୁହ ମୋତେ ଆଗ, ତାପରେ ଯାଇକି ମୁଁ ତମକୁ ବୁଝେଇବି ଗୋଟେ ଗୋଟେ କରିକି। କମେଣ୍ଟରେ ମୋତେ କହିଲ। କ'ଣ ଥିଲା ଏଠି? କୋ କରିକୁଲାର ଆକ୍ଟିଭିଟି। କୋ କରିକୁଲାର ଆକ୍ଟିଭିଟି ଆଉ କରିକୁଲାର ଆକ୍ଟିଭିଟି କ'ଣ? କରିକୁଲାର ଆକ୍ଟିଭିଟି ମାନେ ତମମାନେ ମନେ ରଖ, ଯେଉଁ ଜିନିଷ ଗୁଡ଼ା ଆମେ କ୍ଲାସ୍ରେ କରୁଛେ, କ'ଣ କରୁଛେ? ମ୍ୟାଥ୍ସ ହଉ, ତାପରେ ଆମର ସାଇନ୍ସ ହଉ, ତାପରେ ଆମର ରିଜନିଂ ହଉ। ସରି, ରିଜନିଂ ତ ସ୍କୁଲରେ ପଢ଼ା ହେଉନି। ସ୍କୁଲର ଯେଉଁ ଏକାଡେମିକ୍ ସବଜେକ୍ଟ ଗୁଡ଼ା, ସ୍କୁଲର ଏକାଡେମିକ୍ ସବଜେକ୍ଟ, ସେସବୁ ପିଲାମାନେ କ'ଣ, ସ୍କୁଲର ଯେଉଁ ଏକାଡେମିକ୍ ସବଜେକ୍ଟ ଗୁଡ଼ା ହେଲା, ସେଗୁଡ଼ିକୁ ସବୁ ହେଲା କୋ କରିକୁଲାର ଯେଉଁ କରିକୁଲାର ଆକ୍ଟିଭିଟି। କରିକୁଲାର ମାନେ କ'ଣ? ଏକାଡେମିକ୍ ସବଜେକ୍ଟ। କରିକୁଲାର। ଠିକ୍ ଅଛି, କୋ କରିକୁଲାର ମାନେ କ'ଣ? କୋ କରିକୁଲାର ମନେ ରଖ, ଯେଉଁଟା ସବୁ ସ୍ପୋର୍ଟସ୍ ରହିଲା, ତାପରେ ହେଲା ଆମର କ'ଣ, ଡ୍ରଇଂ ରହିଲା। ଠିକ୍ ଅଛି, ବା ଅଦର କରିକୁଲାର ଆକ୍ଟିଭିଟି ଆଉ। ଠିକ୍ ଅଛି, କୋ କରିକୁଲାର ମାନେ ହେଲା ଅଦର କରିକୁଲାର ଆକ୍ଟିଭିଟି। ମନେ ରଖ ସବୁବେଳେ, କୋ କରିକୁଲାର ମାନେ ହେଲା ଅଦର କରିକୁଲାର ଆକ୍ଟିଭିଟି। କୋ କରିକୁଲାର ଇଜ୍ ଇକ୍ୱାଲ୍ ଟୁ ଅଦର କରିକୁଲାର
ଆକ୍ଟିଭିଟିଜ୍। ଠିକ୍ ଅଛି, ତାପରେ ଯିବା ନେକ୍ସଟ କ୍ୱେଶ୍ଚିନ୍ କି କ'ଣ ଅଛି। ଦେଖ ଇଭାଲୁଏସନ୍ ମାନେ କ'ଣ? ଇଭାଲୁଏସନ୍ ମାନେ କ'ଣ ପିଲାମାନେ? ଗୋଟେ ପରୀକ୍ଷା ଗୋଟେ ପ୍ରକାର। ଠିକ୍ ଅଛି, 128 କେଉଁଠି ଲେଖା ହେଇଛି ପରୀକ୍ଷା ବୋଲି ଦେଖ। ସିମିଲାର ଟୁ ମେଜରମେଣ୍ଟ, ଇଭାଲୁଏସନ୍ ଇଜ୍ ସିମିଲାର ଟୁ ମେଜରମେଣ୍ଟ। ମାପିବା କ'ଣ ମାପିବା? ନୋ, ଖାଲି ମାପିବା ନୁହଁ, ଖାଲି ମେଜରମେଣ୍ଟ ନୁହଁ। ଇଭାଲୁଏସନ୍ଟା ଜମା ଖାଲି ମେଜରମେଣ୍ଟ ନୁହଁ, ମୋର୍ କମ୍ପ୍ରିହେନ୍ସିଭ୍ ଦାନ୍ ମେଜରମେଣ୍ଟ। ମେଜରମେଣ୍ଟରୁ ଟିକେ କମ୍ପ୍ରିହେନ୍ସିଭ୍ ମାନେ କ'ଣ? ମେଜରମେଣ୍ଟ ହେଲା ଖାଲି ଗୋଟେ ଜିନିଷ ମାପିଦେବା, ଠିକ୍ ଅଛି, କିନ୍ତୁ ଇଭାଲୁଏସନ୍ ମାନେ ହେଲା ମାପିବା ସତ କିନ୍ତୁ ଟିକେ କମ୍ପ୍ରିହେନ୍ସିଭ୍। ମାନେ କ'ଣ? ଗୋଟେ ଆସ୍ପେକ୍ଟକୁ ମାପିବା ବା ଗୋଟେ ପିଲାର କ'ଣ କାପାସିଟିକୁ ମାପିବା, କାପାସିଟି ତା ନଲେଜ, ଠିକ୍ ଅଛି, ନଲେଜକୁ ମାପିବା, କାପାସିଟିକୁ ମାପିବା, ସେଇଟା ହେଲା ପିଲାମାନେ କ'ଣ ହେଲା କମ୍ପ୍ରିହେନ୍ସିଭ୍ ବା ମେଜରମେଣ୍ଟରୁ ଟିକେ ନାକୁ ଅଧିକ। ଠିକ୍ ଅଛି, ତାପରେ ନେକ୍ସଟ କ୍ୱେଶ୍ଚିନ୍ ଚାଲିଯିବା। ସିସିଇ, ସିସିଇ ମାନେ କ'ଣ ପିଲାମାନେ? ସିସିଇ ମାନକ କଣ୍ଟିନ୍ୟୁଅସ୍ ଆଉ କମ୍ପ୍ରିହେନ୍ସିଭ୍ ଇଭାଲୁଏସନ୍। ସିସି ମାନେ ହେଲା କ'ଣ? କଣ୍ଟିନ୍ୟୁଅସ୍ ଆଉ କମ୍ପ୍ରିହେନ୍ସିଭ୍ ଇଭାଲୁଏସନ୍। ଠିକ୍ ଅଛି, ଆଉ ତ କିଛି ବୁଝିବା ଏଇଟା ତ ଖାଲି ଆବ୍ରିଭିଏସନ୍ଟା ପଚାରିଲା। ତାପରେ ୱାନ୍ ରିସେଣ୍ଟ ଟ୍ରେଣ୍ଡ ଇନ୍ ଇଭାଲୁଏସନ୍ ଇନ୍ ସ୍କୁଲ ଏଜୁକେସନ୍। ସ୍କୁଲ ଏଜୁକେସନ୍ ମାନଙ୍କରେ ପିଲାମାନେ କ'ଣ ଏବେ ରିସେଣ୍ଟ ଟ୍ରେଣ୍ଡ ଚାଲିଛି, କ'ଣ ଚାଲିଛି ଏବେ ନୂଆ ନୂଆ ସ୍କୁଲ ମାନଙ୍କରେ? ମନ୍ଥଲି ଟେଷ୍ଟ ଏଇଟା ଆଗରୁ ବି ହେଉଥିଲା, କିନ୍ତୁ ଗ୍ରେଡ଼ିଂ ଏବେ ପିଲାମାନେ ନୂଆ, ଯେଉଁ ଗ୍ରେଡ଼ିଂ ଏବେ ନୂଆ ହେଉଛି ସେଇଟା ପିଲାମାନେ ଏବେ ନୂଆ। ଠିକ୍ ଅଛି, ଆଗରୁ ଆନୁଆଲ୍ ବି ହେଉଥିଲା, ହାଫ୍ ଇୟର୍ଲି ବି ହେଉଛି, ହାଫ୍ ଇୟର୍ଲି ବି ଆଗରୁ ହେଉଥିଲା, କିନ୍ତୁ ଏବେ ଗ୍ରେଡ଼ିଂ। ଠିକ୍ ଅଛି, ଏ ଗ୍ରେଡ୍, ବି ଗ୍ରେଡ୍, ସି ଗ୍ରେଡ୍, ଠିକ୍ ଅଛି, ଗ୍ରେଡ଼ିଂ। ତାପରେ ହୁଇଚ୍ ଅଫ୍ ଦ ଫଲୋଇଂ ଇଜ୍ ଦ ଷ୍ଟେପ୍ ଅଫ୍ ଟେଷ୍ଟ କନଷ୍ଟ୍ରକ୍ସନ୍। ଟେଷ୍ଟ କନଷ୍ଟ୍ରକ୍ସନ୍ର କିଏ କିଏ ଷ୍ଟେପ୍ ଜାଣିଛ କୁହ? ଷ୍ଟେପ୍ସ ଅଫ୍ ଟେଷ୍ଟ କନଷ୍ଟ୍ରକ୍ସନ୍ କିଏ ଜାଣିଛ କୁହ? କନଷ୍ଟ୍ରକ୍ସନ୍ର ଯେଉଁ ଟେଷ୍ଟ କନଷ୍ଟ୍ରକ୍ସନ୍ର ସବୁ ଷ୍ଟେଜ୍ ଗୁଡ଼ା କିଏ ଜାଣିଛ ମୋତେ କମେଣ୍ଟରେ କହିବ। ଠିକ୍ ଅଛି, ଦେଖ ପ୍ରଥମେ ରହିବ ଆମର ପ୍ଲାନିଂ, ଠିକ୍ ଅଛି, ସେକେଣ୍ଡର ପିଲାମାନେ ଆମର କ'ଣ ରହିବ? ପ୍ରିପେୟାର, ତାପରେ ରହିବ ଟ୍ରାଏ ଆଉଟ୍, ତାପରେ ଫୋର୍ଥରେ ଆମର କ'ଣ ରହିବ? ଇଭାଲୁଏସନ୍। ଆମକୁ କ'ଣ ପଚାରିଛି? ହୁଇଚ୍ ଅଫ୍ ଦ ଫଲୋଇଂ ଇଜ୍ ଏ ଷ୍ଟେପ୍, ଗୋଟେ ଷ୍ଟେପ୍ କଥା ପଚାରିଛି। କେଉଁଠି ଅଛି? ପ୍ଲାନିଂ, ଅପସନ୍ ସି, ପ୍ଲାନିଂ ହେଲା ଆମର ଗୋଟେ ଷ୍ଟେପ୍। ଠିକ୍ ଅଛି, ତାପରେ ଚାଲ ଦ ପସିବିଲିଟି ଅଫ୍ ବାୟସନେସ୍। ବାୟସନେସ୍ ମାନେ କ'ଣ? ଗୋଟେ ଟିଚର ଯଦି ଜଣକୁ ଭଲ ପାଉଥିବ ତାକୁ ଅଧିକ ମାର୍କ ଦେଇଦେବ, ବାୟସ୍ କଲା, ଠିକ୍ ଅଛି ନା। ଯେଉଁ ଟିଚର ମାନଙ୍କର ଫେଭରେଟ୍ ଷ୍ଟୁଡେଣ୍ଟ ମାନଙ୍କୁ ସେମାନେ ଆମର ଦେଇଦେବେ କ'ଣ? ଭଲ ମାର୍କ। ଆଉ ଯେଉଁ ଅଲଗା ପିଲା ଯାହାକୁ ଟିକେ ଘୃଣା କରୁଥିବେ ବା ଯେଉଁ ପିଲାଙ୍କ ଉପରେ ଚିଡ଼ଚିଡ଼ ହେଉଥିବେ ଟିଚର ମାନେ ତାକୁ କମ୍ ମାର୍କ ଦେଉଥିବେ, ସେଇଟା କ'ଣ? ସେଇଟା ଗୋଟେ ପ୍ରକାର ବାୟସନେସ୍, ସେଇଟାକୁ ବାୟସନେସ୍ କହନ୍ତି ନା, ବା ପକ୍ଷପାତ କରିବା, ବାୟସନେସ୍ କରିବା। ଠିକ୍ ଅଛି, ଲେଖା ହେଇଛି ପସିବୁଲ୍ ଅଫ୍ ବାୟସନେସ୍ ଅଫ୍ ଦ ଟିଚର। କେଉଁ ଟେଷ୍ଟରେ, କେଉଁ ପରୀକ୍ଷାରେ ଗୋଟେ ଟିଚର ତାର ବାୟସନେସ୍ ଅଧିକ ଦେଖାଇଥାଏ? ଅବଜେକ୍ଟିଭ୍ ତ ଦେଖାଇ ପାରିବ ନାହିଁ, ଠିକ୍ ଅଛି, ଅବଜେକ୍ଟିଭ୍ ଦେଖାଇ ପାରିବ ନାହିଁ। ଏସେ ଟାଇପ୍ର କୋଶ୍ଚିନ୍ ମାନଙ୍କରେ ବାୟସନେସ୍ ଦେଖାଇବ। କ'ଣ ପାଇଁ? କାରଣ ଏସେ ଟାଇପ୍ରେ ଅଲଗା ଅଲଗା ପିଲା ଅଲଗା ଅଲଗା ଏସେ ଲେଖିଥିବେ, ତ ଟିଚରକୁ ଯେଉଁ ଏସେଟା ଭଲ ଲାଗିବ ସେ ସେଇ ଏସେଟାକୁ ମାର୍କ ଦେବ। ଠିକ୍ ଅଛି, କାରଣ ତାର ସ୍ପେସିଫିକ୍ କ୍ରାଇଟେରିଆ ନାହିଁ। କିନ୍ତୁ ସର୍ଟ ଆନ୍ସର ହଉ କି ଫିଲ୍ ଇନ୍ ଦ ବ୍ଲାଙ୍କ୍ସ ହଉ କି ଅବଜେକ୍ଟିଭ୍ ଟାଇପ୍ସ ହଉ, ସେଥିରେ ପିଲାମାନେ ଗୋଟେ ଆକୁରେଟ୍ ଗୋଟିଏ ହିଁ ଆନ୍ସର ଥାଏ, ତ ସେଥିରେ ବାୟସନେସ୍ ଦେଖାଇ ହେବନି ନା, ତ ସେଥିପାଇଁ ଆନ୍ସର ହେବ ଅପସନ୍ ନମ୍ବର ବି। ଠିକ୍ ଅଛି, ତାପରେ ଚାଲ ଯିବା। ଦ ଇଭାଲୁଏସନ୍ ହୁଇଚ୍ ଇଜ୍ କଣ୍ଡକ୍ଟେଡ୍ ଆଟ୍ ଦ ଏଣ୍ଡ ଅଫ୍। ଏଇନା ତମମାନଙ୍କୁ କହିଥିଲି ଏଣ୍ଡ ମାନେ ହେଲା ଏଣ୍ଡ ଯେଉଁଠି ଲେଖା ହେଇଥିବ ସେଇଠି ମାରିବ ପିଲାମାନେ ସବମିଟିଭ୍। ଠିକ୍ ଅଛି, କ୍ଲାସ୍ ଟାଇମ୍ରେ, ଡ୍ୟୁରିଂ କ୍ଲାସ୍, କ୍ଲାସ୍ ଟାଇମ୍ରେ ପିଲାମାନେ କ'ଣ ହେବ? ଫର୍ମେଟିଭ୍। ଠିକ୍ ଅଛି, ତାପରେ ପିଲାମାନେ ସବମିଟିଭ୍ ଗଲା ଫର୍ମ। ପ୍ଲେସମେଣ୍ଟ ମାନେ କ'ଣ? କୌଣସି ଜାଗାରେ ଏଣ୍ଟ୍ରି କରିବାକୁ, ଏଣ୍ଟ୍ରି, ଠିକ୍ ଅଛି, ସେଇଟା ହେଲା ପ୍ଲେସମେଣ୍ଟ। ଯେମିତିକି ତମମାନଙ୍କର ଜବ୍ରେ ଏଣ୍ଟ୍ରି, ଜୁନିୟର ଟିଚର ପାଇଁ ଯେଉଁ ଏଣ୍ଟ୍ରାନ୍ସଟା ଦେବ ସେଇଟା ପିଲାମାନେ କ'ଣ? ପ୍ଲେସମେଣ୍ଟ। ଠିକ୍ ଅଛି, ଡାଇଗ୍ନୋଷ୍ଟିକ୍ ମାନେ ହେଲା ଲର୍ଣ୍ଣିଂ ଡିଫିକଲ୍ଟିଜ୍। ଲର୍ଣ୍ଣିଂ, ଗୋଟେ ପିଲାର ଯାହା ଲର୍ଣ୍ଣିଂ ଅଛି ତାକୁ ଡିଫିକଲ୍ଟିଜ୍, ଲର୍ଣ୍ଣିଂ ଡିଫିକଲ୍ଟିଜ୍ କୁ ଜାଣିବା। ଠିକ୍ ଅଛି, ଏଇଟା ସବୁ ହେଲା ପିଲାମାନେ କ'ଣ? ଡାଇଗ୍ନୋଷ୍ଟିକ୍। ଠିକ୍ ଅଛି, ତ ଆର ଆନ୍ସର ପିଲାମାନେ କ'ଣ ହେବ? ଯେଉଁଟାକି କୋର୍ସ ଏଣ୍ଡରେ ପିଲାମାନେ କ'ଣ କରୁ? ଅବଭିୟସଲି କଥା ଆନ୍ସର ନମ୍ବର କେଉଁଠି ସବମିଟିଭ୍ କେଉଁ ଲେଖା ହେଇଛି? ଅପସନ୍ ନମ୍ବର ସିରେ ଲେଖା ହେଇଛି, ଅପସନ୍ ନମ୍ବର ସି ହେବ ଆନ୍ସର। ଠିକ୍ ଅଛି, 134 କଲା, ତାପରେ ଆମେ କ'ଣ କରିବା? 135କୁ ଯିବା। ନ୍ୟାସନାଲ୍ କରିକୁଲମ୍ ଫ୍ରେମୱାର୍କ କିଏ ପ୍ରିପେୟାର କରିଥାଏ କିରେ? କିଏ ପ୍ରିପେୟାର କରିଥାଏ ନ୍ୟାସନାଲ୍ କରିକୁଲମ୍ ଫ୍ରେମୱାର୍କକୁ କହ? କିଏ କରିଥାଏ ପିଲାମାନେ? ଅବଭିୟସଲି କଥା ଏନ୍ସିଆର୍ଟି, ଏନ୍ସିଆର୍ଟି କରିଥାଏ କ'ଣ? ନ୍ୟାସନାଲ୍ କରିକୁଲମ୍ ଫ୍ରେମୱାର୍କ। ଏଇଟା ତ ଆଉ କିଛି ବୁଝିବାର ନାହିଁ। ହୁଇଚ୍ ଅଫ୍ ଦ ଫଲୋଇଂ ଗ୍ରେଡ଼ିଂ ମେଥଡ଼ ଗ୍ରେଡ୍ସ ଆର୍ ପ୍ରୋଭାଇଡେଡ୍ ଅନ୍ ଦ ବେସିସ୍ ଅଫ୍ ଦ ରିଲେଟିଭ୍ ପୋଜିସନ୍ ବା ର୍ୟାଙ୍କ ଅନୁସାରେ ଯାହା ଯେଉଁ ଗ୍ରେଡ୍ ପ୍ରୋଭାଇଡ୍ କରୁ ଏଇଟା କ'ଣ? ଅବଭିୟସଲି କଥା ରିଲେଟିଭ୍ ଗ୍ରେଡ଼ିଂ। ରିଲେଟିଭ୍ ଲେଖା ହେଇଛି, ୱାର୍ଡ଼ ବି ଏଇଠି ୟୁଜ୍ ହେଇଛି, ରିଲେଟିଭ୍ ପୋଜିସନ୍ ଅନୁସାରେ ଏଇଟା ହେଲା ରିଲେଟିଭ୍ ଗ୍ରେଡ଼ିଂ ହେବ। ତାପରେ
ए सेंट्राली स्पॉन्सर स्कीम माने कौन स्टेट एंड सेंटर स्टेट आउ सेंटर जो मिसिकी देवे करेंगे से सेंट्राली स्पॉन्सर्ड स्कीम ठीक अच्छे कौटा पे सेंट्राली स्पॉन्सर स्कीम कौटा पे सेंट्राली स्पॉन्सर्ड स्कीम ऑप्शन नंबर डी मॉडल डिग्री तो नुह एकाडेमिक स्टाफ कॉलेजेस सेंट्राली एटा हम एकाडेमिक मु स्कीम कथा कहली ये स्कीम पचारिनी ये पचार सेंट्राली स्पॉन्सर स्कीम ऑन स्कूल एजुकेशन सेंट्राली स्पॉन्सर्ड स्कीम कौटा कौटा हम एकाडेमिक स्टाफ तो नुह मिड डे मिल स्कीम हम मिड डे मिल ठीक अच्छे मिड डे मिल स्कीम এটা ଟିକେ ନାକୁ ମୁଁ ଡାଉଟ୍ରେ ଅଛି ଏଇଟା ମୁଁ ଆକୁରେଟ୍ ଆନ୍ସର୍ ମୋତେ ଲାଗୁଛି ଯେ ମିଡ୍ ଡେ ମିଲ୍ ହେବ ମିଡ୍ ଡେ ମିଲ୍ ଆଉ ଏକାଡେମିକ୍ ଷ୍ଟାଫ୍ କଲେଜେସ୍ ତ ନୁହଁ ହାପିନେସ୍ କରିକୁଲମ୍ ତ ନୁହଁ ଡିଗ୍ରୀ କଲେଜେସ୍ ତ ନୁହଁ ଆଇଦର ଅପସନ୍ ନମ୍ବର ସି ଅପସନ୍ ନମ୍ବର ବି ଅପସନ୍ ନମ୍ବର ସିଟା ଆନ୍ସର୍ ହେବ ଠିକ୍ ଅଛି ଚାଲ ଯିବା ନେକ୍ସଟକୁ ଦ ଷ୍ଟେକ୍ ହୋଲ୍ଡର ଅଫ୍ ଏଜୁକେସନ୍ର ଷ୍ଟେକ୍ ହୋଲ୍ଡର କିଏ ସମସ୍ତେ ଷ୍ଟୁଡେଣ୍ଟ ପ୍ୟାରେଣ୍ଟ ଆଉ ଟିଚର ତିନିଟାକ ଷ୍ଟେକ୍ ହୋଲ୍ଡର एग्जाम्पल ऑफ साइकोसोशियल मोटिव रो पिला माने एग्जाम्पल कौन साइकोसोशियल माने कौन पिला माने कौन हम साइकोसोशियल सोशियल प्रथम यहाँ हम ये साइकोसोशियल माने फूड ए हम ठीक अच्छे बुक तो नुह साइकोसोशियल मोटिव पचार ठीक अच्छे ना कारण फूड ही प्रथम फूड ही फास्ट प्रथम फूड खाद्य मिल तापर जाकि आम हेल्थ को सजाड़ा तापर जाकि आम वेल्थ करवा तापर जाकि आम आम सुपीरियर लेवल को जी ठीक अच्छे तो आंसर हम सब बेसिक पिला माने बेसिक रिक्वायरमेंट है ऑप्शन नंबर ए फूड फूड है सब बेसिक रिक्वायरमेंट ऑन द बेसिस ऑफ फैक्टर इन्फ्लुएंसिंग लर्निंग को फैक्टरटा पिला माने मोर लर्निंग को बेसी इन्फ्लुएंस करे 140 कोड़ा इन्फ्लुएंस करे ल ऑफ रेडीनेस गोटे पिला रेडी थी ताहले सिना से पाठ पढ़िबो ल ऑफ इफेक्ट किए कहले थॉर्नडाइक ठीक अच्छे नोट रे पिला तुम दे दीजिए टेलीग्राम रे तो तुमने देखिन आ तो देखे दूची देख थॉर्नडाइक गोटे गला हमर आरपट पेज रे अच्छी देख थॉर्नडाइक ये लिखा है थॉर्नडाइक ठीक अच्छे गोटे मिनिट को इरेज करिया पड़िबो देख एटी भी लिखा देख कौटे गला थॉर्नडाइक ठीक अच्छे थॉर्नडाइक अच्छी 131 को जी चलो पेज नंबर 131 थॉर्नडाइक कौटे गले एरा सब नोट गुड़ा टेलीग्राम रे मिल ठीक है डिस्क्रिप्शन नंबर अच्छे मत मेसेज कर शॉर्ट हैंड पे गला तुमने सब नोट गुड़ा पाइज देख एडवर्ड एल थॉर्नडाइक तांकर देख लॉ ऑफ इफेक्ट आ गोटे लॉ ऑफ रेडीनेस कौटी अच्छे ये देख लॉ ऑफ रेडीनेस किए देते थॉर्नडाइक मन रखिथ जो कहते लर्निंग अकर्स व्हेन द लर्नर इज रेडी एंड मोटिवेटेड जब गोटे लर्नर रेडी अच्छी एंड मोटिवेटेड अच्छी ताहले सी आगे भलसे पढ़ी पार ठीक अच्छे आ जब रेडी ना आम फोर्स कर देन से फ्रस्ट्रेशन फिल कर ठीक अच्छे चलो जी आमर स्लाइड की गोटे मिनिट पे मैंने कौटी थे देख ये यहाँ किए देते पे थॉर्नडाइक ठीक अच्छे थॉर्नडाइक आमर देते तापर चलो डिस्काल्कुलिया माने कौन पिला माने को डिजॉर्डर डिस्काल्कुलियर जार हो सी ना मैथ करें मैथ कैलकुलेशन ता द्वारा हेनी कारण तार डिस्काल्कुलिया कहार पिला मैंने मैथ हो तुम कमेंट कल कार मैथ होनी जार मैथ होनी तार डिस्काल्कुलिया ठीक अच्छे जार रिडिंग स्किल जार प्रोब्लेम अच्छी ताहले कौन पिला मैंने मन कर रिडिंग स्किल है डिसलेक्सिया ठीक अच्छे आ जार राइटिंग स्किल डिफिकल्टीज तार पिला मैंने कौन डिस्ग्राफिया एटा टिके मन रखिदेव डिसलेक्सिया डिस्ग्राफिया आउ डिस्काल्कुलिया मान तो कौन कैलकुलेशन ये तीन टाक खाली पचारे आउ किसी पचारे ये तीन टाक मन रखिदेव ठीक अच्छे तापर चलो जा नेक्स्ट को टेलीविजन कम्स अंडर टेलीविजनटा क्या अंडर पे मैंने आसे क्या अंडर टेलीविजनटा आसो ऑडियो तो खाली ऑडियो टेलीविजन तो नुह भिजुओ तो खाली नुह तो ऑडियो भिजुअल एड ऑप्शन नंबर सी टेलीविजन ऑडियो भिजुअल एड तो लैंग्वेज डेवलपमेंट ऑफ द इनफैंट गोटे इनफैंटर जो लैंग्वेज डेवलपमेंटा कौ टाइम रू स्टार्ट हो जाए 143 कौ टाइम रू स्टार्ट हो जाए जिते से जन्म हुए बार्थ बार्थ टाइम रे कौटी बार्थ टाइम लिखाई फास्ट स्माइल तो नुह फास्ट फिडिंग तो नुह फास्ट कॉलिंग माना फास्ट बार्थ क्राए
ଜନ୍ମରୁ ହିଁ ତାର ଷ୍ଟାର୍ଟ ହେଇଥାଏ କ'ଣ ଲାଙ୍ଗୁଏଜ ଡେଭଲପମେଣ୍ଟ ଆମର କେବେ ଷ୍ଟାର୍ଟ ହେଇଯାଏ ଜନ୍ମରୁ ଠିକ୍ ଅଛି। ମଲ୍ଟିଲିଙ୍ଗୁଆଲ ଏଜୁକେସନ୍ ଆମର କ'ଣ ମଲ୍ଟିଲିଙ୍ଗୁଆଲ ଏଜୁକେସନ୍ କାହା ପାଇଁ ମଲ୍ଟିଲିଙ୍ଗୁଆଲ ମାନେ କ'ଣ ଡିଫରେଣ୍ଟ ଡିଫରେଣ୍ଟ ଲାଙ୍ଗୁଏଜରେ ପଢ଼େଇବା ବା ଯେଉଁ ପିଲାଙ୍କୁ ଆମେ ପଢ଼ଉଛେ ଆମେ ତା ଫ୍ୟାମିଲି ଲାଙ୍ଗୁଏଜ ବା ତାର ଯେଉଁ ଲାଙ୍ଗୁଏଜ ସହ ସେ ପିଲାବେଳୁ ବଢ଼ିଛି ସେଇ ଲାଙ୍ଗୁଏଜରେ ପଢ଼େଇବାଟା ହେଲା ମଲ୍ଟିଲିଙ୍ଗୁଆଲ। ତ ମଲ୍ଟିଲିଙ୍ଗୁଆଲଟା କାହା ପାଇଁ ଇମ୍ପୋର୍ଟାଣ୍ଟ ଯେଉଁ ପିଲାଟା ଆକ୍ଚୁଆଲି ଆମର ମନେକର ଗୋଟେ ପିଲାଟେ ଆମର ଗୋଣ୍ଡ ଟାଇପରୁ ବିଲଙ୍ଗ କରୁଛି ଗୋଣ୍ଡ ଟ୍ରାଇବରୁ ବିଲଙ୍ଗ କରୁଛି ତ ପିଲାବେଳୁ ସେ ଗୋଣ୍ଡ ଭାଷା ହିଁ ଶିଖିଥିବ ଠିକ୍ ଅଛି ବା ତାଙ୍କ ଟ୍ରାଇବାଲ ଯେଉଁ ଲାଙ୍ଗୁଏଜଟା ତାକୁ ଶିଖିଥିବ ସିଏ। ତ ଆମେ ଯଦି ତାକୁ ଓଡ଼ିଆରେ ପୁରା ପୁରା ପିଓର ଓଡ଼ିଆରେ ଯଦି ପଢ଼େଇବା ତ ସିଏ କ'ଣ ନା ବୁଝିପାରିବନି ନା। ତ ତାକୁ ଗୋଣ୍ଡ ଭାଷା ବୁଝେଇଲେ ହିଁ ସେ ବୁଝିବ। ତ କେଉଁ ପିଲାଙ୍କୁ ଆମେ କରିବା ଗାର୍ଲସ ମାନେ ନୁହଁ ଡିଫରେଣ୍ଟେବୁଲ ନୁହଁ ୱିକର ଚାଇଲ୍ଡ ନୁହଁ ଟ୍ରାଇବାଲ ଚିଲଡ୍ରେନ ମାନଙ୍କୁ କାରଣ ଟ୍ରାଇବାଲ ଚିଲଡ୍ରେନ ମାନେ ପୁରା ପ୍ରପର ଓଡ଼ିଆ ବୁଝିପାରିବେ ନାହିଁ ସେମାନେ ତାଙ୍କ ଭାଷା ବୁଝିବେ ଠିକ୍ ଅଛି। ତ ତାଙ୍କ ଭାଷା ତାଙ୍କୁ ପଢ଼େଇବା ପାଇଁ ହେଲା ମଲ୍ଟିଲିଙ୍ଗୁଆଲ ଆଉ ଠିକ୍ ଅଛି। ତାପରେ ଚାଲ Which of the following is not a stage of a cognitive development according to Piaget? Piaget ଆମର ଯେଉଁ ଡେଭଲପମେଣ୍ଟ ଦେଇଥିଲେ ଯାହା ବି ଦେଇଥିଲେ ଡେଭଲପମେଣ୍ଟ ଗୋଟେ ମିନିଟ୍ ତ କ'ଣ ହବ ପିଲାମାନେ which of the following is not a stage of a cognitive development କୋଉଟା stages ନୁହଁ ପଚାରିଛି ଠିକ୍ ଅଛି। କୋଉଟା ହବନି ପିଲାମାନେ 145 ଦ ପିରିୟଡ଼ ଅଫ୍ ସେନ୍ସରି ମୋଟର ଆଡାପ୍ଟେସନ ପାଇଁ ତ ସେନ୍ସରି ମୋଟର ଷ୍ଟେଜ ଦେଇଛନ୍ତି ସେନ୍ସୋରି ମୋଟର ଷ୍ଟେଜ ଠିକ୍ ଅଛି କେତେ ଜନ୍ମରୁ 0 to 2 ଇୟର ସେନ୍ସୋରି ମୋଟର ଷ୍ଟେଜେସ୍ ଦେଇଛନ୍ତି। ଡେଭଲପମେଣ୍ଟ ଅଫ୍ ସିମ୍ବଲିକ୍ ଆଣ୍ଡ ପରସେପଚୁଆଲ ଥଟ୍ ସିମ୍ବଲିକ୍ ଥିଙ୍କିଂ ପିଲାମାନେ କେତେ ପ୍ରି ଅପରେସନାଲ 2ରୁ ଆମର 7 ବର୍ଷ ତାପରେ ପ୍ରି ପରେ ପିଲାମାନେ କାଁ ଆସିବ କଂକ୍ରିଟ ଆମର କେବେ ଆସିବ 7ରୁ ଆସିବ 11 ତାପରେ ଆସିବ ଫର୍ମାଲ ଆମର କେବେ 11ରୁ ଅଧିକ ମାନେ କ'ଣ ଫର୍ମାଲ। ତ ପଚାରିଛନ୍ତି କୋଉଟା ନୁହଁ ପଚାରିছে ନଟ୍ ନା ନଟ୍ ମାନେ ହେଲା ତ ଇଣ୍ଟିଟ୍ୟୁଟିଭ ଥଟ୍ ତ ହଁ ହବ ସିଏ ତା ବିଷୟରେ ବି କହିଛନ୍ତି କିନ୍ତୁ ପିରିୟଡ଼ ଅଫ୍ ସାଇଲେଣ୍ଟ ଅବଜରଭେସନ ବିଷୟରେ ହିଁ ଟୋଟାଲି ସେ କହିନାହାନ୍ତି। ଅବଜରଭେସନ ବିଷୟରେ ଜମା ବି କହିନାହାନ୍ତି। ଅବଜରଭେସନ ବିଷୟରେ କିଏ କହିଛନ୍ତି ଅବଜରଭେସନ ବିଷୟରେ କହିଛନ୍ତି ବାନ୍ଦୁରା ଠିକ୍ ଅଛି ବାନ୍ଦୁରା କହିଛନ୍ତି ଅବଜରଭେସନ ବା ଅବଜରଭେସନାଲ ଲର୍ଣ୍ଣିଂ ଠିକ୍ ଅଛି। ଆଉ ଯେଉଁମାନେ ଓଏସଟିଟି ପାଇଁ ପ୍ରିପାରେସନ୍ କରୁଛନ୍ତି ସେମାନେ ବାନ୍ଦୁରା ବିଷୟରେ ପଢ଼ିବା କିଛି ଆବଶ୍ୟକ ନାହିଁ ଯେଉଁମାନେ ଓଏସଟିଟି ପାଇଁ ପ୍ରିପାରେସନ୍ କରୁଛ କିନ୍ତୁ ଯେଉଁମାନେ ଓଟିଟି ପାଇଁ ପଢ଼ୁଥିଲ ସେମାନଙ୍କ ପାଇଁ ବାନ୍ଦୁରା ଇମ୍ପୋର୍ଟାଣ୍ଟ କାରଣ ବାନ୍ଦୁରାଙ୍କ ବିଷୟରେ ଓଟିଟି ଡାଟା ପଚାରେ ଠିକ୍ ଅଛି। ଫିର୍ ବି ତୁମେ ପଢ଼ିବା ନଲେଜଟା ଗେନ୍ କଲେ କ'ଣ ଅସୁବିଧା କାରଣ ବାନ୍ଦୁରାଙ୍କ ବିଷୟରେ ତ ଆମର ଜେଟିରେ ପଚାରିବ ନା ଠିକ୍ ଅଛି। ତ ମନେ ରଖ ବାନ୍ଦୁରାଙ୍କ ବିଷୟରେ ମୁଁ ଅଲରେଡ଼ି ଗୋଟେ ଭିଡ଼ିଓ ଆଣିବି ଯେଉଁ ଆଲବର୍ଟ ବାନ୍ଦୁରା ଯେଉଁ ଅବଜରଭେସନ ଲର୍ଣ୍ଣିଂ ଦେଇଥିଲେ ତାଙ୍କର ବେଶୀ ନାହିଁ 7-8 ମିନିଟ୍ କି 10 ମିନିଟ୍ ଲାଗିବ ଗୋଟେ ଭିଡ଼ିଓଟେ ଆଣିବା ଯେଉଁଥିରେ କି ତୁମର ବାନ୍ଦୁରାଙ୍କ ବିଷୟରେ ସବୁ ଜିନିଷ କ୍ଲିୟର କରିଦେବା। ଆଉ ନୋଟ୍ ବି ମୁଁ ପ୍ରୋଭାଇଡ଼ କରିଦେଇଛି ବାନ୍ଦୁରାଙ୍କ ବିଷୟରେ ମୋ ଟେଲିଗ୍ରାମରେ ମୁଁ ନୋଟ୍ ବି ପ୍ରୋଭାଇଡ଼ କରିଦେଇଛି ଠିକ୍ ଅଛି। ବାର କାହିଁ ଦେଖେଇବା ସ୍ଲାଇଡ଼ ଅଲରେଡ଼ି ଭିଡ଼ିଓ ଶେଷ ହେବାକୁ ହେଲାଣି ଆଉ ଦେଖେଇବାନି ସ୍ଲାଇଡ଼ର ନୋଟ୍ସ ତୁମମାନେ ଯେଉଁମାନେ ଜଏନ୍ କରିବ ସେମାନେ 7894749676 ଏଇ ନମ୍ବରରେ ମୋତେ ମେସେଜ୍ କରିଦେଇକି ତୁମ ଟେଲିଗ୍ରାମରେ ଜଏନ୍ କରିପାରିବ 100 ଟଙ୍କାଟେ ମାତ୍ର ଦେଇକି 100 ଟଙ୍କାରେ ତୁମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରିପାରିବ। Which of the following is not a characteristics of intelligence? ଇଣ୍ଟେଲିଜେନ୍ସର କୋଉଟା ଗୋଟେ କ୍ୟାରେକ୍ଟରିଷ୍ଟିକ୍ସ ନୁହଁ ପଚାରିଛି 146 ନମ୍ବରଟା ଅପସନ୍ କୋଉଟା ପିଲାମାନେ ହବ ନଟ୍ ପଚାରିଛି ନା ସବୁବେଳେ ନଟ୍ଟାକୁ ପିଲାମାନେ ମେନ୍ସନ୍ କର କାରଣ ଦେଖ ନଟ୍ରେ ମିନିମମ୍ରେ ତୁମେ ଯେତେଥର ବି ଓଏସଟିଟି ଦିଅ 7ଟା କୋଶ୍ଚିନ୍ କି 8ଟା କୋଶ୍ଚିନ୍ ଯେମିତି ହେଲେ ନଟ୍କୁ ରିଲେଟେଡ୍ କରି ଆସିବ ଆଉ 7-8ଟା କୋଶ୍ଚିନ୍ ପିଲାମାନେ ବହୁତ ବଡ଼ ନମ୍ବର ଏଇଟା ମନେ ରଖ ବା ଗୋଟେ ହଉନା କ'ଣ ପାଇଁ କିନ୍ତୁ ତୁମେ ନଟ୍କୁ ଟିକେ ନାକୁ ମାନେ ଇଏ ଠିକ୍ ଅଛି। ତାପରେ କୁଆଡ଼େ ଗଲା ଇଟ୍ ଇଜ୍ ଆନ୍ ଇନେଟ୍ ନ୍ୟାଚୁରାଲ ପାୱାର ନଟ୍ ଆକ୍ୱାର୍ଡ ଠିକ୍ ଅଛି। ଏଇଟା ହେଲା ଇଣ୍ଟେଲିଜେନ୍ସର ଏଇଟା ଗୋଟେ ବାର ଇଏ ଇଣ୍ଟେଲିଜେନ୍ସର କ୍ୟାରେକ୍ଟରିଷ୍ଟିକ୍ସ ପାୱାର ଅଫ୍ ଇଣ୍ଟେଲିଜେନ୍ସ ଡିଫର୍ସ ଫ୍ରମ୍ ଏଇଟା ବି ଇଣ୍ଟେଲିଜେନ୍ସର କ୍ୟାରେକ୍ଟରିଷ୍ଟିକ୍ସ ହେରିଡ଼ିଟି ଆଣ୍ଡ ଏନଭାରମେଣ୍ଟ ଏକ୍ସରସାଇଜ୍ ଗୁଡ୍ ଏଇଟା ପିଲାମାନେ ହେବ କାରଣ ହେରିଡ଼ିଟି ଆଉ ଏନଭାରମେଣ୍ଟ ମିଶିକି ପିଲାମାନେ ଇନଫ୍ଲୁଏନ୍ସକୁ ଇଏ କରନ୍ତି ବା ଇନଫ୍ଲୁଏନ୍ସ କରନ୍ତି ଇଣ୍ଟେଲିଜେନ୍ସକୁ ବଏଜ୍ ଆର୍ ମୋର୍ ନା ଏଇଟା ନୁହଁ ଏଇଭଳିଆ କିଛି ଷ୍ଟେଟମେଣ୍ଟ ନାହିଁ ବୟ ପିଲାମାନେ ଅଧିକ ଇଣ୍ଟେଲିଜେଣ୍ଟ ଗାର୍ଲସ ମାନେ ବଏଜ୍ ମାନଙ୍କଠୁ ଅଧିକ ଇଣ୍ଟେଲିଜେନ୍ସ ଏଇଭଳିଆ କିଛି ସିଷ୍ଟମ୍ ନାହିଁ। ବଏଜ୍ ଆଉ ଗାର୍ଲସ ମାନେ ଇଣ୍ଟେଲିଜେଣ୍ଟ ତାଙ୍କ ୱେରେ ଠିକ୍ ଅଛି ଅଧିକ କମ୍ ଏସବୁ ଜିନିଷ ନାହିଁ ଠିକ୍ ଅଛି। ତାପରେ ଯିବା ନେକ୍ସଟ ପିବର୍ଟି ପିଲାମାନେ କୋଉ ୱାର୍ଡରୁ ଆସିଛି 147 କୋଉ ୱାର୍ଡରୁ ଆସିଛି ପିବଟସ୍ ଏଇଟା ମନେ ରଖ ଅପସନ୍ ନମ୍ବର ଏ। Which of the following condition influences adolescents self concept?
ଆଡୋଲେସେନ୍ସର ସେଲ୍ଫ କନସେପ୍ଟକୁ ପିଲାମାନେ କେଉଁ କଣ୍ଡିସନଟା ଇନଫ୍ଲୁଏନ୍ସ ଆମର କରୁଛି, କେଉଁ କଣ୍ଡିସନଟା ଇନଫ୍ଲୁଏନ୍ସ କରୁଛି ଆମର 149। ଫୁଡ୍ ହାବିଟ୍ ତ ସେଲ୍ଫ କନସେପ୍ଟରେ କିଛି ମାନେ ଅସର ପକାଏନି। ସେଲ୍ଫ କନସେପ୍ଟର ଫୁଡ୍ ହାବିଟ୍ସ ଅର୍ ନୋ ରିଲେସନ୍, ଆପେରେନ୍ସ ତ ନୋ ରିଲେସନ୍, ଟାଇପ୍ ଅଫ୍ ଭେହିକିଲ୍ ତ ନୋ ରିଲେସନ୍, ଟାଇପ୍ ଅଫ୍ ଟ୍ୟୁସନ୍ କ୍ଲାସ୍ ଇଏ ୱାନ୍ ଆଟେଣ୍ଡ, ସେ କେଉଁ ଟାଇପ୍ର ଟ୍ୟୁସନ୍ କ୍ଲାସ୍ ଆଟେଣ୍ଡ କରୁଛି ବା କେଉଁ ଟାଇପ୍ର ଟିଚରଙ୍କ ସହ ସେ ଇଣ୍ଟରାକ୍ସନ୍ କରୁଛି, ଯାହାଦ୍ୱାରା କି ତାର ସେଲ୍ଫ କନସେପ୍ଟଟା ପିଲାମାନେ ବା ଆଇଦର ବଢ଼ୁଛି କି କମୁଛି। ଯଦି ସେ ଭଲ ଟିଚର ମାନଙ୍କ ପାଖକୁ ଯିବ ବା ଭଲ କ୍ଲାସେସ୍ ଲଗେଇବ, ଭଲ ଟିଚର ମାନଙ୍କୁ ଯିବ, ତାର ସେଲ୍ଫ କନସେପ୍ଟ ଇନକ୍ରିଜ୍ ହେବ। ଯଦି ଭଲ ଟିଚର ପାଖକୁ ନ ଯିବ ତାର ସେଲ୍ଫ କନସେପ୍ଟ ଡିକ୍ରିଜ୍ ହେବ। ଠିକ୍ ଅଛି, ତ ଅପସନ୍ ନମ୍ବର ଡି ପିଲାମାନେ। ତାପରେ ହୁଇଚ୍ ଅଫ୍ ଦ ଫଲୋଇଂ ଷ୍ଟେଟମେଣ୍ଟ ଇଜ୍ ନଟ୍ କରେକ୍ଟ ଏବାଉଟ୍ ଡେଭଲପମେଣ୍ଟ, ଡେଭଲପମେଣ୍ଟକୁ ନେଇକି କୋଉଟା କରେକ୍ଟ ନୁହଁ। 149 କୋଉଟା ନୁହଁ ପିଲାମାନେ କରେକ୍ଟ। ଡେଭଲପମେଣ୍ଟ ଫଲୋଜ ଡେଫିନାଇଟ୍ ପ୍ରେଡିକ୍ଟେବଲ୍ ପ୍ୟାଟର୍ନ, ଏଇଟା ତ ଗୋଟେ ଡେଭଲପମେଣ୍ଟର ଆମର କ୍ୟାରେକ୍ଟରିଷ୍ଟିକ୍। ଇଚ୍ ଫେଜ୍ ଅଫ୍ ଡେଭଲପମେଣ୍ଟ ହାଜ୍ କ୍ୟାରେକ୍ଟରିଷ୍ଟିକ୍ସ ବିହେଭିୟର, ଏଇଟା ବି ରହିବ। ଅଲ୍ ଇଣ୍ଡିଭିଜୁଆଲ ଆର୍ ଡିଫରେଣ୍ଟ, ଏଇଟା ବି ଠିକ୍ ଅଛି ଡେଭଲପମେଣ୍ଟ କ୍ୟାରେକ୍ଟରିଷ୍ଟିକ୍ସ। ନ୍ୟାଚର ଅଫ୍ ଡେଭଲପମେଣ୍ଟ ଇଜ୍ ଡିଟର୍ମାଇନ୍ ବାଇ, ନା ଏଇଟା ନୁହଁ। ଡେଭଲପମେଣ୍ଟଟା ବାର୍ଥରୁ ଡିଟରମାଇନ୍ ନଥାଏ, ଗ୍ରୋଥଟା ମେ ବି ଡିପେଣ୍ଡେଣ୍ଟ ଥାଏ ବାର୍ଥରୁ, କିନ୍ତୁ ଡେଭଲପମେଣ୍ଟ ନଥାଏ। ମନେ ରଖ, ଡେଭଲପମେଣ୍ଟଟା ଆମେ ଏନଭାରମେଣ୍ଟ ସହ ଇଣ୍ଟରାକ୍ସନ୍ କଲା ପରେ ବା ଆମେ ଯେଉଁ ଏନଭାରମେଣ୍ଟ ପାଉଛେ, ଆମେ ଯଦି ଭଲ ଫ୍ୟାମିଲି ପାଉଛେ ତ ଆମ ଡେଭଲପମେଣ୍ଟଟା ବି ସେଇଭଳିଆ ହେବ। ଆଉ ଯଦି ଆମେ ଟିକେ ଗରିବ ଫ୍ୟାମିଲି ପାଉଛେ ତ ତା ଅନୁସାରେ ବି ଡେଭଲପମେଣ୍ଟ ହେବ। ଠିକ୍ ଅଛି, ତ ଡେଭଲପମେଣ୍ଟଟା ପିଲାମାନେ ଆମର ବାର୍ଥରୁ ଡିସାଇଡ୍ ନଥାଏ। ତ ଆନ୍ସର ହେବ ଅପସନ୍ ନମ୍ବର ଡି। ଲାଷ୍ଟ ପିଲାମାନେ ଏତିକି ତ, ଲାଷ୍ଟ ଏଇଟା। ଦ ପରଫର୍ମାନ୍ସ ଅଫ୍ ଟେଷ୍ଟ ଅଫ୍ ଇଣ୍ଟେଲିଜେନ୍ସ ଇଜ୍ ମୋଷ୍ଟଲି ୟୁଜଫୁଲ୍ ଫର୍, ଯେଉଁ ଇଣ୍ଟେଲିଜେଣ୍ଟ ଟେଷ୍ଟ ପିଲାମାନେ ପରଫର୍ମାନ୍ସଟା ପିଲାମାନେ ଆମର କେତେବେଳେ ୟୁଜଫୁଲ୍, ମାନେ ବେଶୀ ୟୁଜଫୁଲ୍ ପିଲାମାନେ କେଉଁ ଟାଇମ୍ରେ, 150 ନମ୍ବର କ୍ୱେଶ୍ଚିନ୍ଟା କେଉଁ ଟାଇମ୍ରେ। ଇଣ୍ଡିଭିଜୁଆଲ ୱିଥ୍ ଡାଇଭର୍ସ କଲଚରାଲ ବ୍ୟାକଗ୍ରାଉଣ୍ଡ, ଏଇଟା ପିଲାମାନେ ଟିକେ ନାକୁ ଗୋଟେ ପଏଣ୍ଟ। ପରଫର୍ମାନ୍ସ ଅଫ୍ ଇଣ୍ଟେଲିଜେନ୍ସ ମୋଷ୍ଟଲି ୟୁଜଫୁଲ୍, ଇଣ୍ଡିଭିଜୁଆଲ ୱିଥ୍ ଡାଇଭର୍ସ, ଏଇଟା ଟିକେ ନାକୁ ହୋଲ୍ଡ ରଖ, ଏଇଟା ଆନ୍ସର ହେଇପାରେ। ଚିଲଡ୍ରେନ୍ ୱିଥ୍, ନା ଇମୋସନାଲ ତ ଇଣ୍ଟେଲିଜେନ୍ସ ନୁହଁ। ଇକୋନୋମିକାଲି, ନା ଇମୋସନାଲ ଯେଉଁ ଇକୋନୋମି ଆଉ ଇଣ୍ଟେଲିଜେନ୍ସ ନୁହଁ। ଇଣ୍ଡିଭିଜୁଆଲ ୱିଥ୍ କମ୍ୟୁନିକେସନ୍ ବ୍ୟାରିୟର୍ସ, ଏଇଟା ବି ନୁହଁ। କମ୍ୟୁନିକେସନ୍ ବ୍ୟାରିୟର ବି ନୁହଁ। ଆନ୍ସର ହେବ ଅପସନ୍ ନମ୍ବର ଏ। ମାନେ କ'ଣ, ଇଣ୍ଡିଭିଜୁଆଲ ଯେତେବେଳେ ଡାଇଭର୍ସ କଲଚର, ଯେତେବେଳେ ସବୁ ପିଲା ଗୋଟେ କ୍ଲାସରୁମ୍ରେ ବସିଥିବେ, ସେଇଟା ଗୋଟେ ପିଲାର ଇଣ୍ଟେଲିଜେନ୍ସରେ ହେଲ୍ପଫୁଲ୍ କରିବ। କାରଣ ସେ ଡିଫରେଣ୍ଟ ଡିଫରେଣ୍ଟ ସୋସାଇଟି ସହ ମିଶିଲା ବା ଡିଫରେଣ୍ଟ ଡିଫରେଣ୍ଟ ସୋସାଇଟିର ପିଲାଙ୍କ ସହ ମିଶିଲା, ସେତେବେଳେ ଯାଇକି ତାର ଇଣ୍ଟେଲିଜେନ୍ସଟା ପିଲାମାନେ ଗ୍ରୋଥ୍ ହେବ। ତ ଆଇ ଥିଙ୍କ ତମମାନଙ୍କୁ କ୍ଲାସ୍ଟାକୁ ବହୁତ ଭଲ ଲାଗିଥିବ। ମୁଁ ସବୁ ଜିନିଷକୁ ଟିକେ କ୍ଲିୟରଲି ତମମାନଙ୍କୁ ବୁଝେଇ ପାରିଥିବି, ସବୁ କ୍ୱେଶ୍ଚିନ୍ର ଆନ୍ସର ଗୁଡ଼ା ତମମାନଙ୍କୁ ରିଜନେବଲ୍ ଲାଗିଥିବ। ଯଦି ମୋ ଭିଡ଼ିଓଟା ପିଲାମାନେ ଭଲ ଲାଗେ, ଗୋଟେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍, ଠିକ୍ ଅଛି ତ କରିଦେବ। ଆଉ ଯଦି ତୁମେ ମୋ ଟେଲିଗ୍ରାମ ଚ୍ୟାନେଲ୍ ଜଏନ୍ କରିବାକୁ ଚାହୁଁଛ, ଡେସ୍କ୍ରିପ୍ସନ୍ ନମ୍ବର ଅଛି, ତୁମେ ଜଏନ୍ କରିପାରିବ ମାତ୍ର 100 ଟଙ୍କାରେ। ଦେଖା ହେବ ପିଲାମାନେ ଆଉ ଗୋଟେ ଭିଡ଼ିଓରେ। ଆଉ ତୁମର କ'ଣ ଡାଉଟ୍ ରହୁଛି, କେଉଁ କନସେପ୍ଟର ଡାଉଟ୍ ରହୁଛି, ତୁମେ କମେଣ୍ଟରେ କହିବ, ମୁଁ ତା ରିଲେଟେଡ୍ ଭିଡ଼ିଓ ଆଣିବି। ତ ଦେଖା ହେବ ପିଲାମାନେ ଆଉ ଗୋଟେ ଭିଡ଼ିଓରେ। ଜୟ ଜଗନ୍ନାଥ, ଜୟ ହିନ୍ଦ।